ପ୍ରୀତି ବନ୍ଧନରେ ଆବଦ୍ଧ ହୋଇ ଶ୍ରୀ ଶ୍ରୀ ଠାକୁରଙ୍କର କାର୍ଯ୍ୟରେ ଆତ୍ମନିୟୋଗ କର। ତୁମମାନଙ୍କର ନିନ୍ଦା ଶୁଣିବାକୁ ମୋତେ ସୁଖ ଲାଗେ ନାହିଁ। ତୁମମାନଙ୍କର ସମ୍ମାନ ମୋର ସମ୍ମାନ। ତୁମେମାନେ ଆନନ୍ଦରେ ରହିଲେ ମୋର ଆନନ୍ଦ। ତୁମେମାନେ ଖାଅ ପିଅ ଆମୋଦ ଆହ୍ଲାଦରେ ସମୟ ଅତିବାହିତ କର, ଏହା ମୋର ଇଚ୍ଛା। ତୁମେମାନେ ପରସ୍ପର ପ୍ରତି ପ୍ରେମ ପ୍ରୀତି ପ୍ରଦର୍ଶନ କର। ପରସ୍ପର ପ୍ରତି ପ୍ରେମ ପ୍ରୀତି ପ୍ରଦର୍ଶନ କର। ଆଚରଣ ଦ୍ୱାରା ଭାବ ବିନିମୟ ନ କଲେ ତାହା ପୁସ୍ତକଗତ ବିଦ୍ୟା ଭଳି ନିରର୍ଥକ ହୋଇଯିବ। ତୁମେମାନେ ଉଚ୍ଚସ୍ତରର ପୁସ୍ତକ ସବୁ ପାଠ କର, କିନ୍ତୁ ମୋ ପ୍ରଣୀତ ପୁସ୍ତକ ଗୁଡ଼ିକ ପାଠ କର ନାହିଁ। ଠାକୁର କହୁଛନ୍ତି ତମେ ବଡ଼ ବଡ଼ ବହି ପଢ଼, ଆମ ଠାକୁରଙ୍କ ବହି ନ ପଢ଼ି କାହିଁ ପ୍ରଥମେ ଅନ୍ୟାନ୍ୟ ବଡ଼ ବଡ଼ ବହି ପଢ଼ୁ। ଠାକୁରଙ୍କ ବହିକୁ ଛାଡ଼ି ଦେଇକି ସେ କହୁଛନ୍ତି ତମମାନେ ସବୁ ବଡ଼ ବଡ଼ ବହି ପଢ଼, କିନ୍ତୁ ମୋ ପ୍ରଣୀତ ପୁସ୍ତକ ପାଠ କର ନାହିଁ। ମୁଁ ଯେଉଁ ଉପଦେଶ ଗୁଡ଼ିକ ମୌଖିକ ଭାବରେ ପ୍ରଦାନ କରୁଛି, ସେସବୁ ମୋ ପୁସ୍ତକ ମଧ୍ୟରେ ଲିପିବଦ୍ଧ ହୋଇଅଛି। ପୁଣି ଖାଲି ଉପଦେଶ ପାଠ କଲେ ବା ଶ୍ରବଣ କଲେ ଚଳିବ ନାହିଁ। ଜୀବନରେ ଯଦି ସେହି ଉପଦେଶକୁ ରୂପ ପ୍ରଦାନ ନ କରିବ ବା କାର୍ଯ୍ୟକାରୀ ନ କରିବ, ତାହା ହେଲେ କିଛି ଉପଲବ୍ଧି ହୋଇପାରିବ ନାହିଁ। ତୁମେମାନେ ମନୁଷ୍ୟ ହୁଅ, ଭଗବାନ ହୁଅ, ଏହା ହିଁ ମୋର ଇଚ୍ଛା। ମୁଁ ତୁମମାନଙ୍କ ମଧ୍ୟରେ ବିଶ୍ୱ ପ୍ରେମ ଭାବ ଦେଖିବାକୁ ଇଚ୍ଛା କରୁଛି। ତୁମେମାନେ ଜଗତକୁ ସେହି ଭାବରେ ସୁଖ ପାଅ। ଶୁଣ, ତୁମେମାନେ ଅପରର ଦୋଷ ଦର୍ଶନ କର ନାହିଁ, ଦେଖ କେବଳ ତାର ଗୁଣ। ଗୋଟିଏ ଅଧେ ଦୋଷ କାହାଠାରେ ଦେଖିଲା ମାତ୍ରେ ତାଙ୍କ ପ୍ରତି ବିଦ୍ୱେଷ ଭାବ ପୋଷଣ କର ନାହିଁ। ଗୁଣ ଦର୍ଶନ ହିଁ ସାଧୁତ୍ୱ। ଜଣଙ୍କର ମନ୍ଦ କାର୍ଯ୍ୟ ଦେଖିଲେ ହଠାତ୍ ତାହା ଧରିବ ନାହିଁ। ନିଜ ଲକ୍ଷ୍ୟ ପ୍ରତି ଦୃଷ୍ଟି ରଖି ଠାକୁରଙ୍କ କଥା ସ୍ମରଣ କରି କର୍ମ କରିଯାଅ। ଯେଉଁ କାର୍ଯ୍ୟ କରୁଛ ସେ କାର୍ଯ୍ୟରେ ତମ ଅନ୍ତରର ଦେବତା ଯଦି ସନ୍ତୁଷ୍ଟ ହୁଅନ୍ତି, ତୁମ ପ୍ରାଣରେ ଯଦି ତୃପ୍ତି ଆସେ, ତାହେଲେ ତମେ ଜାଣିବ ତମମାନେ ଠିକ ପଥରେ ଗତି କରୁଛ। ଯେଉଁ କାମଟା କରୁଛେ ଆମେ, ସେ କାମରେ ଯଦି ଆମର ନିଜର ଆତ୍ମସନ୍ତୋଷ ହେଉଛି, ହଁ ଏଇଟା ଠିକ କାର୍ଯ୍ୟ, ଆମ ଭିତରେ ଯିଏ ବସିଛନ୍ତି ସିଏ ଯଦି କହୁଛନ୍ତି ଏଇଟା ଠିକ, ତାହେଲେ ସେ କହୁଛନ୍ତି ଯେ ତମେ ଠିକ ପଥରେ ଗତି କରୁଛ। ତୁମେ ତୁଷ୍ଟ ହେଲେ ସମସ୍ତେ ତୁଷ୍ଟ ହେବେ। ତୁମେମାନେ ସମସ୍ତେ ପ୍ରେମ ପ୍ରୀତି ବନ୍ଧନରେ ଆବଦ୍ଧ ଅଛ। ଏତିକି ଦେଖିଲେ ତମେମାନେ ସମସ୍ତେ ପ୍ରେମ ପ୍ରୀତି ବନ୍ଧନରେ ଆବଦ୍ଧ ଅଛ, ଏତିକି ଦେଖିଲେ ମୁଁ ଯେତେ ଆନନ୍ଦିତ ହେବି, ଗୋଟିଏ ରାଜ୍ୟ ଆଣିଦେଲେ ମୋର ସେତିକି ଆନନ୍ଦ ହେଇପାରିବ ନାହିଁ। ଆଚ୍ଛା, ପୁଣି ମୋ କାର୍ଯ୍ୟ କରୁ କରୁ ତୁମମାନଙ୍କର ତପସ୍ୟା, ଚିତ୍ତ ସଂଯମ ପ୍ରଭୃତି ଉଚ୍ଚସ୍ତର ସାଧନାର ଫଳ ସହଜରେ ଲାଭ ହୋଇଯିବ। ଏହାଦ୍ୱାରା ତମମାନେ ଯେ ନୀଚ ସେ କଥା ମୁଁ କହୁନାହିଁ, କିନ୍ତୁ ତମମାନେ କ୍ରମେ ବଡ଼ରୁ ଆହୁରି ବଡ଼ ହୁଅ, ମହତରୁ ଆଉ ମହତ୍ତର ହୁଅ। ଏଇଟା ମୋର ଆନ୍ତରିକ ଇଚ୍ଛା। ତେଣୁ ତମେ ଯେଉଁ ସ୍ତରରେ ଅଛ ସେ ସ୍ତରରୁ ଆଉ ଉପରକୁ ଉଠିବା ପାଇଁ ମୋ କାର୍ଯ୍ୟଟା କର। ମୋ କାର୍ଯ୍ୟ କରି ଆହୁରି ଉଚ୍ଚ ସ୍ତରକୁ ଯାଅ, ସେଇଟା ସେ କହୁଛି। ପୁଣି ମୋ କାର୍ଯ୍ୟ କରୁ କରୁ ତୁମମାନଙ୍କର ତପସ୍ୟା, ଚିତ୍ତ ସଂଯମ ପ୍ରଭୃତି ଉଚ୍ଚ ସାଧନାର ଫଳ ସହଜରେ ଲାଭ ହୋଇଯିବ। ଏହାଦ୍ୱାରା ତମମାନେ ଯେ ନିଚ ସେ କଥା ମୁଁ କହୁନାହିଁ, ତୁମେମାନେ ମହତରୁ ମହତ୍ତର ହୁଅ, ଏହା ହିଁ ମୋର ଆନ୍ତରିକ ଇଚ୍ଛା। ଜୟ ପ୍ରାର୍ଥନା ଗାନ। ନାଇଁ ମା ମାନଙ୍କ ପ୍ରତି ଠାକୁରଙ୍କ ଉପଦେଶ ପାଠ ସର୍ବାଣୀ ମା ମାନଙ୍କ ପ୍ରତି ଶ୍ରୀ ଶ୍ରୀ ଠାକୁରଙ୍କ ଉପଦେଶ ପାଠ। ଜୟ ଗୁରୁ।
ଜୟ ଗୁରୁ। ମା ମାନଙ୍କ ପ୍ରତି ଶ୍ରୀ ଶ୍ରୀ ଠାକୁରଙ୍କ ଉପଦେଶ। ମା, ମାତୃତ୍ୱରେ ହୃଦୟ ପୂର୍ଣ୍ଣ କର, ରମଣୀତ୍ୱ ଶୈତାନର ଉଚ୍ଚିଷ୍ଟ। ସୁତରାଂ ଜନନିତ୍ୟ ବ୍ୟତୀତ ଶ୍ରୀ ଭଗବାନଙ୍କ ପବିତ୍ର ମୂର୍ତ୍ତି ଅନ୍ୟ କାହାରି ନୟନ ଗୋଚର ହୁଅ ନାହିଁ। ସେ ସର୍ବତ୍ର ବିଦ୍ୟମାନ, କିନ୍ତୁ ଭକ୍ତର ଉପଯୁକ୍ତ ଅବସ୍ଥା ନ ଆସିବା ପର୍ଯ୍ୟନ୍ତ ସେ ସମ୍ମୁଖକୁ ଆସି ଦର୍ଶନ ଦାନ କରନ୍ତି ନାହିଁ। ସେ ସଂସାର ବହ୍ନିରେ ଭକ୍ତକୁ ଜଳାଇ ପୋଡ଼ାଇ ଉପଯୁକ୍ତ କରିନିଅନ୍ତି। ମୁଁ ଆଶୀର୍ବାଦ କରୁଛି, ତୁମେ ସେହି ମାତୃତ୍ୱରେ ପ୍ରତିଷ୍ଠିତ ହୁଅ ଏବଂ ଚିରଦିନ ନିମିତ୍ତ ସେହି ମାତୃସତ୍ତାରେ ବିଲୀନ ହୋଇଯାଅ। ତୁମେମାନେ ମୋର ଅନ୍ତରଙ୍ଗ ଭକ୍ତ, ସୁତରାଂ ତୁମେମାନେ ସଂସାର ତାପରେ ତାପିତ ହୋଇ ଅଶାନ୍ତି ମଧ୍ୟରେ ଥାଇ ଭଗବତ ମହିମା ପ୍ରଚାର ନ କଲେ ଆଉ କରିବ କିଏ? ସ୍ୱଗଣ ବ୍ୟତୀତ ଆଉ କେହି ଯେ ପରୀକ୍ଷା ଦେଇପାରିବେ ନାହିଁ। ତେଣୁ ଭଗବାନ କବି ମୁଖରେ କହିଛନ୍ତି, ପରୀକ୍ଷାୟ ନହେ ମମ ସ୍ୱଗଣ କାତର। ମା, ଏ ସଂସାର ମାୟାର ଖେଳ ଘର, ଅଜ୍ଞାନତାର ମୋହିନୀ ମୂର୍ତ୍ତି। ତେଣୁ ସୁଖ ଯେ ବାହାରେ ନାହିଁ, ଅଛି ନିଜ ଅନ୍ତରରେ। ସୁଖ ଭୋଗରେ ନାହିଁ, ଅଛି କେବଳ ତ୍ୟାଗରେ ବା ଯୋଗରେ। ବାହ୍ୟ ବିଷୟ ସଂସ୍ପର୍ଶରେ ଯେଉଁ ସୁଖ, ତାହା ଆସକ୍ତି ପାପ କଳୁଷିତ। ମନ ଦ୍ୱାରା ଭଗବାନଙ୍କ ସ୍ୱରୂପ ଉପଲବ୍ଧି ହିଁ ପ୍ରକୃତ ନିର୍ମଳ ପବିତ୍ର ସୁଖ। ତୁମେ ମନ ପ୍ରାଣ ପବିତ୍ର କରି ସଚ୍ଚିଦାନନ୍ଦ ଶ୍ରୀ ଭଗବାନଙ୍କ ନାମ ରୂପ ଚିନ୍ତା କର ଓ ମୁଖରେ ତାଙ୍କର ଜୟ ଉଚ୍ଚାରଣ କର। ଯେତେ ପରିମାଣରେ ଚିତ୍ତ ଶୁଦ୍ଧ ଭାବ ଧାରଣ କରିବ, ସେତେ ପରିମାଣରେ ତୁମେ ନିର୍ମଳ ସୁଖ ଅନୁଭବ କରିପାରିବ। ସେତେବେଳେ ବାହିକ ସୁଖ ଦୁଃଖରେ କିମ୍ବା ଲୋକଙ୍କ କଥାରେ ମନ ବିଚଳିତ ହେବ ନାହିଁ ଓ ସାଂସାରିକ ଘାତ ପ୍ରତିଘାତରେ ଅଶାନ୍ତି ଭୋଗ କରିବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ ଶାନ୍ତି ଲାଭର ଅନ୍ୟ ପନ୍ଥା ନାହିଁ। ବତ୍ସେ, ପୁତ୍ର କନ୍ୟାମାନଙ୍କୁ ଭଗବତ ଜ୍ଞାନରେ ସୁଖ ପାଇ ସେମାନଙ୍କର ଯତ୍ନ ନିଅ। ଗୁରୁଜନମାନଙ୍କର ଅବାଧ୍ୟ ହୁଅ ନାହିଁ। ଯଥାସାଧ୍ୟ ଦିନ ଦୁଃଖୀମାନଙ୍କର ଉପକାର କର। କେବେ ହେଲେ ଆଚାର ଲଙ୍ଘନ କର ନାହିଁ। ମା, ତୁମେ ବାହ୍ୟ ବିଷୟ ସୁଖ ଆଶା ତ୍ୟାଗ କରି ଅନ୍ତରର ଅନ୍ତରତମ ପ୍ରଦେଶରେ ବୁଡ଼ି ଯାଇ ମୋତେ ଖୋଜିଲେ ଦେଖିବ, ମୁଁ ଜଗଜ୍ଜନନୀଙ୍କୁ କୋଳରେ ଧରି ତୁମ ହୃଦୟ ପୂର୍ଣ୍ଣ କରି ବସି ରହିଛି। ବତ୍ସେ, ସେତେବେଳେ ଯାଇ ତୁମର ସମସ୍ତ ଅଭାବ ଦୂର ହେବ। ତୁମେ କେବଳ ଭଗବାନଙ୍କୁ ସର୍ବସ୍ୱ ସମର୍ପଣ କରି ସର୍ବାନ୍ତକରଣରେ ତାଙ୍କରି ନାମ ଉଚ୍ଚାରଣ କରିଯାଅ। ବତ୍ସେ, ବାହାରେ ମୋର ଦର୍ଶନ ନ ପାଇଲେ ମଧ୍ୟ ତୁମର କିଛି ହେଲେ କ୍ଷତି ହେବ ନାହିଁ। ବାହିକ ବିଷୟ ମାତ୍ରକେ ମାଇକ ବୋଲି ଜାଣିବ। ତୁମେ ମୋତେ ଅନ୍ତରରେ ଦର୍ଶନ କରିବାକୁ ଅଭ୍ୟାସ କର। ବାହ୍ୟ ଦେହ ଦ୍ୱାରା ବାହ୍ୟ କାର୍ଯ୍ୟ କରିବ ଓ ଅନ୍ତରରେ ତାଙ୍କୁ ଧରି ରଖିଥିବ। ମା, ମୁଁ ଦେହସ୍ଥ, ଏହା ଭୁଲି ମୁଁ ତୁମର ହୃଦୟସ୍ଥ ବୋଲି ଚିନ୍ତା କର। ଦୂରତ୍ୱର ବ୍ୟବଧାନ ଘୁଞ୍ଚିଯିବ। ମା, ତୁମେ ସ୍ୱାମୀଙ୍କ ମଧ୍ୟରେ ମୋତେ ଦର୍ଶନ କରିବାକୁ ଅଭ୍ୟାସ କର। ମନେ କରିବ, ତୁମର ସ୍ୱାମୀ ଜଗତ ସ୍ୱାମୀ ଏବଂ ତୁମ ସ୍ୱାମୀଙ୍କର ସ୍ୱାମିତ୍ୱ ଶ୍ରୀ ଶ୍ରୀ ଠାକୁରଙ୍କ ସତ୍ତା ବ୍ୟତୀତ ଅନ୍ୟ କିଛି ନୁହେଁ। ଏତିକି ଭାବନାରେ ନାରୀ ଜନ୍ମ ସାର୍ଥକ ହୋଇଯିବ। ପ୍ରାଣରେ ଅଫୁରନ୍ତ ଆନନ୍ଦର ସ୍ରୋତ ପ୍ରବାହିତ ହେବ। ଆଶୀର୍ବାଦ କରୁଛି, ତୁମେ ସେହି ଭାବର ଅଧିକାରିଣୀ ହୁଅ। ସ୍ୱାମୀ ହିଁ ନାରୀମାନଙ୍କର ଗୁରୁ। କାୟ ମନ ବାକ୍ୟରେ ତାଙ୍କରି ଆଦେଶ ପାଳନ ଓ ତାଙ୍କରି ସେବା ହିଁ ନାରୀମାନଙ୍କର ପରମ ଧର୍ମ। ସ୍ୱାମୀଙ୍କୁ ଗୁରୁ ବ୍ରହ୍ମ ଜ୍ଞାନରେ ସୁଖ ପାଇ ଭଗବତ ନିର୍ଭରତା ରକ୍ଷା କରିପାରିଲେ ହିଁ ନାରୀ ଜନ୍ମ ସାର୍ଥକ ହେବ। ଗୃହିଣୀର ସ୍ୱାମୀ ସେବା ଓ ସନ୍ତାନ ପାଳନ ସ୍ୱଧର୍ମ। ତେଣୁ ନାରୀମାନଙ୍କର ସାଧନ ଭଜନର ସମୟ ଅଳ୍ପ। ସୁତରାଂ ସର୍ବଦା ଗୁରୁ ନାମ ଜପ କରିବାକୁ ଅଭ୍ୟାସ କରିବେ। ସଧବା ନାରୀମାନେ ସ୍ୱାମୀଙ୍କ ଭିତରେ ଭଗବାନଙ୍କୁ ଏବଂ ବିଧବା ନାରୀମାନେ ଭଗବାନଙ୍କ ଭିତରେ ସ୍ୱାମୀଙ୍କୁ ଚିନ୍ତା କରିବେ। ଅନ୍ୟଥା ଧର୍ମ ବା ଭଗବାନଙ୍କୁ ଛାଡ଼ି କେବଳ ସ୍ୱାମୀଙ୍କ ଚିନ୍ତା କଲେ ସେଥିରେ ବିନ୍ଦୁମାତ୍ର ଉନ୍ନତି ହେବ ନାହିଁ। ମା, ଏ ଜଗତରେ ରାଜରାଣୀ ଠାରୁ ଭିକାରୁଣୀ ପର୍ଯ୍ୟନ୍ତ ସମସ୍ତଙ୍କର ସମାନ ଅଭାବ। ଭାବ ରାଜ୍ୟରେ ଉପନୀତ ନ ହେବା ପର୍ଯ୍ୟନ୍ତ କାହାରି ଅଭାବ ଦୂର ହେବ ନାହିଁ। ମା, ତୁମେ ଜୀବଜଗତକୁ ସୁଖ ପାଇବାକୁ ଶିକ୍ଷା କର, ସକଳ ଅଭାବ ମେଣ୍ଟିଯିବ। ଶ୍ରୀ ଶ୍ରୀ ଠାକୁର। ଜୟ ଗୁରୁ। ଜୟ। ଆଜି ଠାକୁର ମହାରାଜ ଉପଦେଶରେ ଗୋଟିଏ ସୁନ୍ଦର କଥା ଆମମାନଙ୍କୁ କହିଲେ। ଅନେକ କଥା କହିଲେ। ପ୍ରଥମେ କହିଲେ ଯେ ଆଚରଣ ଦ୍ୱାରା
ତାଙ୍କ ଉପଦେଶକୁ ପ୍ରତିପାଳନ। ଉପଦେଶ ଶୁଣିଲେ ତ କିଛି ହବ ନାହିଁ, ତାକୁ ଆଚରଣ, ଉପଦେଶର ଯଥାର୍ଥତା ବା ସାର୍ଥକତା ହୁଏ ଆଚରଣରେ। ସେ ଆଚରଣ ଦ୍ୱାରା ସେଇଟାକୁ ପାଳନ କଲେ ଆମର ସବୁ କିଛି ହେବ। ସେ ଯେଉଁ ଉପଦେଶ ଦ୍ୱାରା ଉପଦେଶଟାକୁ ନିଜ ଆଚରଣରେ ପରିବର୍ତ୍ତିତ କରିବା ବା ରୂପାନ୍ତରିତ କରିବାଟା ହିଁ ଠାକୁରଙ୍କର କାର୍ଯ୍ୟ। ଠାକୁରଙ୍କର କାର୍ଯ୍ୟ ହେଉଛି ତାଙ୍କ ଉପଦେଶଟାକୁ ନିଜ ଜୀବନରେ ରୂପାୟିତ କରିବା। ଯେତେ ପ୍ରକାର ସେ ଉପଦେଶ ଦେଇଛନ୍ତି, ସବୁ ଗୁଡ଼ାକ ତ କାଳେ ପାଳନ କଲେ ହେବନି। ସେ ଗୋଟେ ଗୋଟେ ଜାଗାରେ କହିଛନ୍ତି ଯେ କ'ଣ ନା, ପ୍ରଥମେ ଗୋଟିଏ ଉପଦେଶକୁ ପାଳନ କରିବାକୁ ଚେଷ୍ଟା କର, ପାଳନ କରୁ କରୁକା ଅନ୍ୟ ଗୁଡ଼ାକ ହେଇଯିବ। ସେଇ କଥାଟା କୋଉ କୋଉ ସେ କହିଛନ୍ତି, ଏଇ କଥାଟା କଲେ, ତାଙ୍କ ଉପଦେଶଟାକୁ ପାଳିଲେ ତପସ୍ୟା, ଚିତ୍ତ ସଂଯମ ଆଦି ଉଚ୍ଚତରର ସାଧନା ସବୁ ବି ହେଇଯିବ। ଏଇ ଯେଉଁ ବ୍ରତ, ଯଜ୍ଞ, ତପ, ଏଇଗୁଡ଼ା ଦାନ, ଏଗୁଡ଼ା ସବୁ କରିବାକୁ ପଡ଼ିବନି। କେବଳ ତାଙ୍କରି କଥାଟାକୁ ମାନିଗଲେ ଏଇ ସବୁ ଉଚ୍ଚସ୍ତରର ସାଧନା ଗୁଡ଼ାକ ବି ହେଇଯିବ। ଆମ ନାରଦ ଆଉ ମୋଚି ଗୁରୁଙ୍କ କଥା ସମସ୍ତେ ଜାଣିଥିବେ, କଥାମୃତରେ ଅଛି। ଭଗବାନ ଦିନେ ନାରଦ ଯାଇ କହିଲେ, ଆଜ୍ଞା ମୁଁ ଗୁରୁ କରିବି। ନାରଦ କହିଲେ, ହଉ ଯାଉନ, ମର୍ତ୍ତ୍ୟ ଲୋକରେ ଯାଉଛ, ପ୍ରଥମେ ଯାହାକୁ ଦେଖିବ ସେ ହେବ ତମ ଗୁରୁ। ନାରଦ ଯାଉ ଯାଉ ପ୍ରଥମେ ଗୋଟେ ମୋଚିକୁ ଦେଖିଲେ। ମୋଚି ଦେଖିକି ଗୋଟେ ମୋଚିଟାକୁ ଗୁରୁ କଲି। ଆଚ୍ଛା, ଭଗବାନ କହିଛନ୍ତି ସେ ହେଲା ତାଙ୍କର ଗୁରୁ। ଗୁରୁଙ୍କୁ ମୋଚି, ମନୁଷ୍ୟ ତ ମନୁଷ୍ୟ, ପୁଣି ମୋଚି ଜ୍ଞାନ କଲେ। କହିବ ନାରଦଙ୍କର ଗୁରୁଦ୍ରୋହ ହେଲା, ଗୁରୁ ନିନ୍ଦା ଦୋଷ ହେଲା। ଭଗବାନ କହିଲେ ତମେ କୁମ୍ଭୀପାକ ନରକରେ ପଡ଼ିବ। ଆଚ୍ଛା କଥା, ଆଇଥିଲି ଗୁରୁ ଖୋଜିବାକୁ, ନରକରେ ଯାଇ ପଡ଼ିଲେଣି। ହଉ, ତାପର ଦିନ ନାରଦ ଆଇଲେ ପୁଣି ବଜେଇ ପ୍ରଭୁ କୁମ୍ଭୀପାକ ନର୍କଟା କେମିତି ମୋ ଆଗରେ ଟିକେ ଆଙ୍କି ଦିଅନ୍ତେନି। ଭଗବାନ ଆଙ୍କିଦେଲେ ଚକରେ, ମାଟି ଉପରେ। ନାରଦ ତା ଉପରେ ଗଡ଼ିଗଲେ। ଏମୁଣ୍ଡୁ ସେମୁଣ୍ଡୁ ସେ କୁମ୍ଭୀପାକ ନର୍କର ଯେଉଁ ଚିତ୍ର ଆଙ୍କିଦେଲେ ଭଗବାନ, ତାପରେ ଗଡ଼ିଗଲେ। ନା କ'ଣ ହେଲା ଇଏ? ନା କୁମ୍ଭୀପାକ ନର୍କ ଭୋଗୁଛି ପରା। ଭଗବାନ ହସିଲେ, କଥା କାହାଠୁ ଶିଖିଥିଲ? ନା ସେ ଗୁରୁ କହିଥିଲେ। ନା ଯେହେତୁ ଗୁରୁ କହିଥିଲେ, ତମ କୁମ୍ଭୀପାକ ନର୍କଟା ଉଦ୍ଧାର ହେଇଗଲା। ଗୁରୁଙ୍କର ଏତେ ଶକ୍ତି, ତାଙ୍କ ଉପଦେଶଟା ମାନିଲେ ନର୍କରୁ ବି ମୁକ୍ତି ମିଳିଯାଏ। ସାଧାରଣ ଭୋଜନ ତ ଦୂର କଥା। ଆଉ ଗୋଟେ କଥା କହିଲେ, ସତୀ ଆଉ ପତିବ୍ରତା, ତମ ସ୍ୱାମୀଙ୍କର ସତ୍ତା ଏକମାତ୍ର ଜଗତପତିଙ୍କ ସତ୍ତା ବ୍ୟତୀତ ଅନ୍ୟ କିଛି ମାତ୍ର ନୁହେଁ। ମୁଁ ଯେଉଁ ପଞ୍ଚକନ୍ୟା ଅଛନ୍ତି, ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମୟତି ନିତ୍ୟଂ ମହାପାତକ ନାଶନ, ନିତ୍ୟ ସ୍ମରଣୀୟ ଏ 5 ଜଣ ମହିୟସୀ ମା, ତାଙ୍କ ଜୀବନଟା ବି ସେମାନେ ଏକମାତ୍ର ଜଗତରେ ସତୀ ହୋଇଛନ୍ତି। କେବଳ ଆଉ କେବଳ ସେଇ ତାଙ୍କ ସ୍ୱାମୀଙ୍କ ସତ୍ତାଟା ଜଗତପତିଙ୍କ ସତ୍ତା ଭାବରେ ଅନୁଭବ କରି, ତାଙ୍କ ଭିତରୁ କିଏ ହେଲେ ବିଧବା? ଦ୍ରୌପଦୀ ହେଲେ ପାଞ୍ଚପତିଙ୍କର ପତ୍ନୀ, କିନ୍ତୁ ଏକମାତ୍ର ସେ ଜଣେ ହିଁ ଅଛନ୍ତି। ସେ ଜଣେ ହିଁ 5 ଜଣଙ୍କ ମଧ୍ୟରେ ଯାଇକରି ମୋର ସେବା ଗ୍ରହଣ କରୁଛନ୍ତି। ଏଇ ଧାରଣାଟା ତାଙ୍କର ଥିଲା। ଅହଲ୍ୟା, ଦ୍ରୌପଦୀ, ମାନେ ସମସ୍ତେ ଏକମାତ୍ର ଏଇ ଜ୍ଞାନଟା ଥିବାରୁ, ଏବଂ ଠାକୁର ଗୋଟେ ଜାଗାରେ ଆମକୁ କହିଛନ୍ତି ଯେ ସତୀ କିଏ ନା, ଗୋଟେ ଯେଉଁ ସବୁ ଗୁଣ ଗୁଡ଼ିକ ଜଣେ ପୁରୁଷଙ୍କ ପାଖରେ ଥିଲେ, ତାଙ୍କୁ କୁହାଯିବ ତୁମେ ହେଲ ସାଧୁ। ସେଇ ଗୁଣ ଯଦି ଗୋଟେ ନାରୀ ପାଖରେ ଥାଏ, ତେବେ ସେ ନାରୀଙ୍କୁ କୁହାଯିବ ସତୀ। ନୀଳାଚଳ ବାଣୀରେ ଅଛି, ସତୀ ଓ ପତିବ୍ରତା ପ୍ରସଙ୍ଗ ପଢ଼ିବେ। ଠାକୁର କଥାଟା ବୁଝେଇକିରି କହିଛନ୍ତି ଉତ୍କଳୀୟ ଭକ୍ତମାନଙ୍କୁ। ସତୀ କିଏ, ପତିବ୍ରତା କିଏ? ନା, ଯୋଉ ଗୁଣ ଗୋଟେ ସାଧୁ ପୁରୁଷଙ୍କ, ଗୋଟେ ପୁରୁଷ ଭିତରେ ଥାଏ, ତାଙ୍କୁ କୁହାଯିବ ସାଧୁ। ସେଇ ଗୁଣ ଯଦି ପତିବ୍ରତାଙ୍କ ଗୋଟେ ନାରୀ ଭିତରେ ଥାଏ, ତେବେ ସେ ନାରୀକୁ କୁହାଯିବ ସତୀ। ଏହା ହେଉଛି ସତୀ ଆଉ ପତିବ୍ରତାଙ୍କର ଲକ୍ଷଣ। ଏଇ କାରଣ ସେ ପଞ୍ଚକନ୍ୟାଙ୍କ ମଧ୍ୟରେ ଥିଲା ବୋଲି ମନ୍ଦୋଦରୀ, ରାବଣ ତ ଚାଲିଗଲେ, କିନ୍ତୁ ସେ ହେଲେ ସତୀ। କେମିତି?
ନା ସେ ଏକମାତ୍ର ସ୍ୱାମୀଙ୍କ ସତ୍ତାଟା ଜଗତପତି ବା ଠାକୁରଙ୍କ ସତ୍ତା ବ୍ୟତୀତ ଅନ୍ୟ କିଛି ମାତ୍ର ନୁହେଁ, ଏଇ ଧାରଣାଟା ଥିଲା ବୋଲି ସେମାନେ ଆଜି ଜଗତରେ ପୂଜ୍ୟ। ଜୟ ଗୁରୁ। ପ୍ରାର୍ଥନା ଗାନ ପ୍ରାର୍ଥନା ଗାନ। ଜୟ ମା ଗାଇବେ? ଜୟ ଦୀନ ବାନ୍ଧବ ଘେନ ମନ ଗୁହାରି ଦୀନ ବାନ୍ଧବ ଘେନ ମନ ଗୁହାରି କି ନ ଜାଣନ୍ତର ବେଦନା ହାରି ଜନମ ତ ଦେଇଛ ଅବଳା କରି ଆନ କେ ତୁମ ବିନେ ସାହା ମୋହରି ଥାଉନି ରତ ଚିତ୍ତ ପାଦେ ତୁମରି ଥାଉନି ରତ ଚିତ୍ତ ପାଦେ ତୁମରି ଗାଉ ନାମଏ ମୁଖ ଦିବା ସର୍ବରି ରହୁ ଜୀବନ ସଦା ସତ୍ୟ ଦରି ବହୁ ଶିରରେ ତବ ଆଶିଷ ବାରି ଚିରକୁମାରୀ ବ୍ରତ ବରିବା ପାଇଁ ବର ଦେଲେ ଶୋଚନା ନଥିବ ତହିଁ ବରତ ହେଉ ସ୍ୱାମୀ ସେବା ଗୋସାଇଁ କର କରୁଣା ରେ ମଥାନୁ ଆଇ ସାର ହେଉ ଜୀବନେ ନାରୀ ଗାର ହେଉ ପତିଙ୍କ ସେବା କରମ ସାର ହେଉ ଜୀବନେ ନାରୀ ବର ମୋ ଜଗତର ପତି ପ୍ରତି ଘର ହେଉ ମୋ ଚିର ଶାନ୍ତି ଆଶ୍ରମ ବର ମୋ
ଜଗତର ପତି ପ୍ରତିମ ମୋବିକା ଦାସୀ ସରି ସ୍ୱାମୀ ଚରଣେ ସେବିକା ହୋଇଥାଇ ଅନୁସରଣେ ମୋବିକା ଦାସୀ ହୋଇ ମୋବିକା ଦାସୀ ସରି ସ୍ୱାମୀ ଚରଣେ ନିର୍ବିକାରେ ପାଳିବି ଆଜ୍ଞା ଜୀବନେ ଜୀବିକା ହେଉ ନାଥ ଗୁହାରି ଭଣେ ଜୀବିକା ହେଉ ନାଥ ଗୁହାରି ଭଣେ ମୁଁ ନିର୍ବିକାରେ ପାଳିବି ଆଜ୍ଞା ଜୀବନେ ମୁଁ ନିର୍ବିକାରେ ପାଳିବି ଆଜ୍ଞା ଜୀବନେ ଜୟ ଗୁରୁ। ଜୟ ଆଜି ଠାକୁର ଉପଦେଶ ପାଠରେ ଗୋଟେ ଗୁଣ ଦର୍ଶନ କଥା ଆମମାନଙ୍କୁ କହିଲେ। କାରଣ ଆମେ ଯାହାକୁ ଦୋଷ ବୋଲି ଭାବୁ ତାହା ହେଉଛି ପ୍ରକୃତରେ ଏକ ଗୁଣ। ଯେଉଁ ଗୁଣଟା ଆମ ପାଇଁ ହୁଏତ ଖରାପ, ସେ ଗୁଣଟା ସୃଷ୍ଟି ପାଇଁ ବା ସଂସାର ପାଇଁ ଭଲ ହୋଇପାରେ। କାରଣ ଭଗବାନ ଦ୍ୱୈତ ଭାବରେ ଲୀଳା କରିବାକୁ ସୃଷ୍ଟି କରିଛନ୍ତି, ସୃଷ୍ଟିରେ ଅନୁପ୍ରବିଷ୍ଟ ହୋଇଛନ୍ତି। ମାନେ ଦ୍ୱୈତ ଭାବରେ ଲୀଳା କରିବା ପାଇଁ ସେ ଏତେ ପ୍ରକାର ରୂପ ଧରିଛନ୍ତି। କିନ୍ତୁ ତା ଭିତରେ ଯେତେ ଯାହା ଅଛି ସବୁ ହେଲା ଭଗବାନଙ୍କର ଅଂଶ। ସେଇଥିପାଇଁ ଦୋଷ ଦର୍ଶନ କରିବାକୁ ଆମମାନଙ୍କୁ ମନା କରାଯାଇଛି। ଦୋଷ ଦର୍ଶନ କର ବର୍ଜନ। ଠାକୁର ମହାରାଜ ଜ୍ଞାନୀଗୁରୁ ଗ୍ରନ୍ଥରେ ଗୀତାର ପ୍ରାଧାନ୍ୟତା ସମ୍ବନ୍ଧରେ ଗୀତାର ପ୍ରାଧାନ୍ୟତାକୁ ପ୍ରତିପାଦିତ କରିବା ସହିତ ସମସ୍ତଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗୀତା ପାଠ କରିବା ପାଇଁକି ଉପଦେଶ ପ୍ରଦାନ କରିଛନ୍ତି ଜ୍ଞାନୀ ଗୁରୁରେ। ସେଥିପାଇଁ ଭଗବତ ଗୀତା ଠାକୁରଙ୍କର ଶିଷ୍ୟ ଭକ୍ତ ହିସାବରେ ଆମର ଟିକେ ଟିକେ ନିତ୍ୟ ପ୍ରତ୍ୟହ ପାଠ କରିବା ବି କର୍ତ୍ତବ୍ୟ ନିତାନ୍ତ ରୂପରେ। ଆଚ୍ଛା, ସେ ଭଗବତ ଗୀତା ଆମେ ଯେତେବେଳେ ଦେଖୁ ଦଶମ ଅଧ୍ୟାୟ ବିଭୂତି ଯୋଗରେ ଭଗବାନ ଖୁବ୍ ସୁନ୍ଦର ଭାବରେ ବୁଝାଉଛନ୍ତି। ମାନେ କେମିତି ସେ ଭଲ ଗୁଣଟା ବି ସିଏ, ଖରାପ ଗୁଣଟା ବି ସିଏ। ଏଇଥିପାଇଁ କି ସେଇ କଥାରେ ଆମର ଗୋଟେ କ୍ଷୁଦ୍ର ଛୋଟିଆ ଭାବରେ କଥାଟାକୁ ଠାକୁରଙ୍କ କଥାଟା ବୁଝିବାକୁ ଆମେ ସମର୍ଥ ହଉ, ଟିକେ କିଞ୍ଚିତ ଭାବରେ ବୁଝିପାରୁଛୁ। ହୁଏତ ଏଇ କାରଣରୁ ଠାକୁର ଆମକୁ କହିଛନ୍ତି ନାଇଁ ତୁମେ ଦୋଷ ଦର୍ଶନ କର ନାହିଁ। ସବୁ ଗୁଡ଼ାକ ହେଲା ଭଗବାନଙ୍କର ପ୍ରକାଶ। ଭଗବାନ କହୁଛନ୍ତି କ'ଣ ନା ମୃତ୍ୟୁ ସର୍ବହରଶ୍ଚାହଂ ମୁଦ୍ଭବଶ୍ଚ ଭବିଷ୍ୟତାମ୍ କୀର୍ତ୍ତି ଶ୍ରୀବାକ୍ଚ ନାରୀଣାଂ ଶ୍ରୁତି ମେଧା ଧୃତିକ୍ଷମ। ମୁଁ ସର୍ବଗ୍ରାସୀ ମୃତ୍ୟୁ ଅଛି। ମୃତ୍ୟୁଠାରୁ ଖରାପ ଜିନିଷ ଆମ ନିକଟରେ ଆଉ କିଛି ନାହିଁ ବୋଧେ। ଆଚ୍ଛା, ଭଗବାନ କହୁଛନ୍ତି ମୁଁ ହେଲି ମୃତ୍ୟୁ। ଆଚ୍ଛା, ଭବିଷ୍ୟତରେ ଯାହା ଯାହା ସବୁ ଭଲ ଖରାପ ଉତ୍ପନ୍ନ ହେବ ସିଏ ବି ହେଉଛି ମୁଁ। ଖାଲି ଏତିକି ନୁହେଁ, ମଣିଷମାନଙ୍କର ମୁଁ ହେଲି କୀର୍ତ୍ତି, ମଣିଷମାନଙ୍କର ଶ୍ରୀ, ତାଙ୍କର ବାଣୀ, ସ୍ମୃତି, ବୃଦ୍ଧି, ବିଶ୍ୱାସ ଆଉ ଧୈର୍ଯ୍ୟ। କୀର୍ତ୍ତି ଶ୍ରୀବାକ୍ଚ ନାରୀଣାଂ ସ୍ମୃତି ମେଧା ଧୃତିକ୍ଷମ। ପୁଣି ତାପରେ ସେ କହୁଛନ୍ତି ଯେ ଯେତେ ଛଳନା ଯେତେ ପ୍ରକାର ଅଛି, ଦୂତଂ ଛଳୟତାମସ୍ମି ତେଜସ୍ତେଜସ୍ୱିନାମହଂ ଜୟସ୍ମି ବ୍ୟବସାୟସ୍ମି ସତ୍ୱ ସତ୍ୱବତାମହଂ। ମାନେ ଛଳନାକାରୀ ଯେତେ ପ୍ରକାର ଛଳନା ଅଛି ତା ଭିତରେ ସେ ହେଉଛନ୍ତି ଦ୍ୱିତ କ୍ରୀଡ଼ା। ଏବଂ
ଯାହାର ଯେତେ କୀର୍ତ୍ତି ବା ତେଜ ଅଛି ସିଏ ମଧ୍ୟ ତାଙ୍କରି ପ୍ରକାଶ। ଆଉ ସିଏ ହେଉଛନ୍ତି ବିଜୟ, ବଳବାନ ମାନଙ୍କର ବଳ ଆଉ ଦୁଃସାହସିକ କାର୍ଯ୍ୟ। ଇଏ ସବୁ କଥା ଗୁଡ଼ାକ ବୁଝିଲେ ଠାକୁରଙ୍କର ଉପଦେଶ ଯେ ତୁମେ କାହାର ଦୋଷ ଦର୍ଶନ କର ନାହିଁ, ସେଇ କଥାଟା ଆମର କିଞ୍ଚିତ ରୂପେ ବୁଝିବାକୁ ସକ୍ଷମ ହୁଏ। ଏଇଥିପାଇଁ ଆମକୁ ଦୋଷ ଦର୍ଶନ କରିବାକୁ ଠାକୁର ବାରମ୍ବାର ବାରଣ କରି ଅଛନ୍ତି। ବର୍ତ୍ତମାନ ଗ୍ରନ୍ଥ ପାଠ ସତଚରିତମାଳା। ପୁରୁଷ ଓ ନାରୀ, ପୁରୁଷ ଓ ନାରୀ ଉଭୟଙ୍କର ସ୍ୱରୂପ ଏବଂ ଲକ୍ଷ୍ୟ ଏକ। ଉଭୟଙ୍କର ଲକ୍ଷ୍ୟ ହେଉଛି ସେବା। ତେବେ ସେବା ପଥରେ ଗତି କଲେ, ସେବା ପଥରେ ଗତି କରିବା ବେଳେ ଉଭୟଙ୍କର ସ୍ୱଧର୍ମ ପରସ୍ପର ଭିନ୍ନ। ଉଭୟଙ୍କର ସ୍ୱରୂପ ନିର୍ଣ୍ଣୟ ଓ କର୍ତ୍ତବ୍ୟ କର୍ମର ନିର୍ଦ୍ଦେଶ ପ୍ରଦାନ କରିବାକୁ ଯାଇ ପ୍ରତ୍ୟେକଙ୍କୁ ସିଏ ତାଙ୍କର ନିତ୍ୟ ସହଚର ବୋଲି ସ୍ୱୀକାର କରିଯାଇଛନ୍ତି। ନିତ୍ୟ ସହଚର, କର୍ତ୍ତବ୍ୟ କର୍ମ ଆଉ ସ୍ୱରୂପ ନିର୍ଣ୍ଣୟ। ଆମେ କିଏ, ଆମର କର୍ମ କ'ଣ? ଯେମିତି ଆମର ଅଫିସରେ ପ୍ରଥମେ ଜଏନ୍ କଲେ ଆମକୁ ଗୋଟେ ପୋଷ୍ଟ ଦିଆଯାଏ, ତମେ ହେଲା ଏଇ ପୋଷ୍ଟରେ ଚାକିରି କରିବ। ସେମିତି ସିଏ ଏବଂ ତମର ଏଇ ପୋଷ୍ଟରେ ଚାକିରି କଲ, ତମର କାମ ହେଲା ଏଇଆ। ସେମିତି ଏ ସଂସାରକୁ ଆସିଛେ ମାନେ ସିଏ ମଧ୍ୟ ଆମକୁ ଆମର ପୋଷ୍ଟ କହିଛନ୍ତି, ମାନେ ଆମ ସ୍ୱରୂପଟା। ଆଉ ସେ ପୋଷ୍ଟର କାମ କ'ଣ, ଅର୍ଥାତ୍ କର୍ତ୍ତବ୍ୟଟା। ଏଇ କଥାଟାକୁ ନିର୍ଣ୍ଣୟ କରିଯାଇଛନ୍ତି। କ'ଣ ନା ଠାକୁରଙ୍କର ଉପଦେଶ ଏ ସମ୍ପର୍କରେ। ତୁମେମାନେ ମୋର ନିତ୍ୟ ସହଚର, ମୋ କର୍ମ ସାଧନ ନିମିତ୍ତ ତୁମମାନଙ୍କର ଜନ୍ମଗ୍ରହଣ। ତୁମେମାନେ ଜନ୍ମ ଜନ୍ମ ଧରି ମୋ ସଙ୍ଗରେ ଏହି ଭାବରେ ଘୁରୁଅଛ। ସ୍ୱରୂପରେ ତୁମେମାନେ ନିତ୍ୟ ମୁକ୍ତ। କେବଳ ମୋ ପ୍ରୟୋଜନ ସିଦ୍ଧି ନିମିତ୍ତ ତୁମମାନଙ୍କର ଜନ୍ମଗ୍ରହଣ ଓ ଜୀବନ ଧାରଣ। ମୋ ପ୍ରୟୋଜନ ସିଦ୍ଧି ବ୍ୟତୀତ ତୁମମାନଙ୍କର ଜୀବନର ଅନ୍ୟ ଲକ୍ଷ୍ୟ ନାହିଁ। ତୁମମାନଙ୍କ ଜୀବନରେ ଅନ୍ୟ କାମନା ମଧ୍ୟ ନାହିଁ। ତୁମମାନଙ୍କ ଜୀବନର ସ୍ୱତନ୍ତ୍ର ଇଚ୍ଛା ମଧ୍ୟ ନାହିଁ। ମୋତେ କେନ୍ଦ୍ର କରି ତୁମମାନଙ୍କର ଯାବତୀୟ ଭାବ ଓ କର୍ମର ବିକାଶ। ମୋ ନିମିତ୍ତ ତୁମମାନଙ୍କର ସବୁ, ଆଉ ମୁଁ ହେଉଛି ତୁମମାନଙ୍କର ସର୍ବସ୍ୱ। ତୁମେମାନେ ମନେ କରିବ ମୁଁ ନିତ୍ୟ ଲୋକର ନିତ୍ୟ ପୁରୁଷ। ତୁମେମାନେ ମୋର ନିତ୍ୟ ସଙ୍ଗୀ ବା ପାର୍ଶ୍ୱଦ। ଜଗତର କାର୍ଯ୍ୟ ଉପଲକ୍ଷରେ ଲୀଳା ଛଳରେ ତୁମମାନଙ୍କୁ ସଙ୍ଗରେ ଧରି ଗୋଟିଏ ଗୋଟିଏ ଆବରଣ ପିନ୍ଧାଇ ମୁଁ ଏ ଜଗତକୁ ତମମାନଙ୍କୁ ନେଇ ଆସିଛି। ଜଗତର କାର୍ଯ୍ୟ ଉପଲକ୍ଷରେ ଲୀଳା ଛଳରେ ତମମାନଙ୍କୁ ସଙ୍ଗରେ ଧରି ଗୋଟିଏ ଗୋଟିଏ ଆବରଣ ପିନ୍ଧାଇ ଏ ଜଗତକୁ ମୁଁ ଘେନି ଆସିଛି। ତୁମେମାନେ ମଧ୍ୟ ନିଜ ଇଚ୍ଛାରେ, ଆଚ୍ଛା ସିଏ ପିନ୍ଧେଇ ଦେଇଛନ୍ତି, ଆଉ ଆମେ କ'ଣ କାଢ଼ି ଫୋପାଡ଼ି ଦେଇଛୁ କି? ନା, ସିଏ କହୁଛନ୍ତି ନା, ତମେମାନେ ବି ନିଜ ଇଚ୍ଛାରେ ମୋ ପ୍ରଦତ୍ତ ଆବରଣକୁ ବରଣ କରି ନେଇଛ। ଏଇ କଥାଟା ମନେ ଆମକୁ ଭାବନା କରିବାକୁ ସେ ନିର୍ଦ୍ଦେଶ ଦେଉଛନ୍ତି। ତମେମାନେ ବି ମୋ ଇଚ୍ଛାରେ ନିଜ ଇଚ୍ଛାରେ ମୋ ପ୍ରଦତ୍ତ ଆବରଣକୁ ବରଣ କରି ନେଇଛ। ମରଣ କାଳରେ ତୁମମାନଙ୍କର ସବୁ ଆବରଣ ଖସି ପଡ଼ିବ, ସ୍ୱରୂପ ଜ୍ଞାନ ଫୁଟି ଉଠିବ। ନିତ୍ୟ ଧାମରୁ ମୁଁ ତୁମମାନଙ୍କୁ ସଂସାର ଧାମକୁ ଆକର୍ଷଣ କରି ଆଣିଛି। ପୁଣି କର୍ମ ଶେଷରେ ତୁମମାନଙ୍କୁ ନିତ୍ୟ ଧାମକୁ ଘେନିଯିବି। ମୁଁ ଚିନ୍ମୟ ପୁରୁଷ, ସଚ୍ଚିଦାନନ୍ଦ ଘନ ବିଗ୍ରହ ବୋଲି ତୁମେମାନେ ମୋତେ ମନେ କର। ତୁମେମାନେ ମଧ୍ୟ ନିଜର ଚିନ୍ମୟ ସ୍ୱରୂପତ୍ୱ ଚିନ୍ତା କର। ଏ ଜଗତକୁ ତୁମେମାନେ ଅଭିନୟ କରିବାକୁ ଆସିଅଛ। ଅଭିନୟ ଶେଷରେ ତୁମେମାନେ ସ୍ୱଧାମକୁ ଚାଲିଯିବ। ଶ୍ରୀ ଶ୍ରୀ ଠାକୁର।
ପୂର୍ବରୁ କୁହାଯାଇଛି ଯେ ପୁରୁଷମାନଙ୍କର ସ୍ୱଧର୍ମ ନାରୀମାନଙ୍କ ସ୍ୱଧର୍ମ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପୁରୁଷମାନଙ୍କର ଗୁରୁଗୃହବାସ, ପୁରୁଷମାନଙ୍କ ସ୍ୱଧର୍ମ ଭିତରେ କ'ଣ କ'ଣ ଯାଏ ନା ଗୁରୁଗୃହବାସ, ଗୁରୁସେବା, ଦେଶ ଓ ଜାତିର କଲ୍ୟାଣ ନିମିତ୍ତ ଆତ୍ମତ୍ୟାଗ ହେଲା ପୁରୁଷମାନଙ୍କର ସ୍ୱଧର୍ମ। ଆଉ ନାରୀମାନଙ୍କ ସ୍ୱଧର୍ମ କ'ଣ ନା ସ୍ୱାମୀ ଗୃହବାସ, ସ୍ୱାମୀ ସେବା, ସ୍ୱାମୀଙ୍କ ପରିବାର ପରିଜନଙ୍କ ସେବା ଏବଂ ସ୍ୱାମୀଙ୍କ ନିମିତ୍ତ ଆତ୍ମତ୍ୟାଗ ହିଁ ସ୍ୱଧର୍ମରେ ପରିଗଣିତ। ନାରୀମାନଙ୍କର ହେଉଛି ସ୍ୱାମୀ ଗୃହବାସ, ସ୍ୱାମୀ ସେବା, ସ୍ୱାମୀଙ୍କ ପରିବାର ପରିଜନଙ୍କ ସେବା ଏବଂ ସ୍ୱାମୀଙ୍କ ନିମିତ୍ତ ଆତ୍ମତ୍ୟାଗ ହିଁ ସ୍ୱଧର୍ମ ମଧ୍ୟରେ ପରିଗଣିତ। ନାରୀ ଓ ପୁରୁଷ ଉଭୟ ଯଦି ସ୍ୱଧର୍ମଚ୍ୟୁତ ହୋଇପଡ଼ନ୍ତି ତେବେ ସମାଜ ଧର୍ମଭ୍ରଷ୍ଟ ହୋଇଯିବ। ଆଦର୍ଶ ଗୃହସ୍ଥ ଜୀବନ ଗଠନ ସମ୍ଭବପର ହୋଇପାରିବ ନାହିଁ। ନାରୀ ଆଉ ପୁରୁଷ ଯଦି ସ୍ୱଧର୍ମଚ୍ୟୁତ ହୁଅନ୍ତି ସମାଜ ଧର୍ମଭ୍ରଷ୍ଟ ହେବ, ଆଉ ଆଦର୍ଶ ଗୃହସ୍ଥ ଜୀବନ ଗଠନ ସମ୍ଭବପର ହୋଇପାରିବ ନାହିଁ। ଏହି ଆଦର୍ଶ ଦାମ୍ପତ୍ୟ ଜୀବନ ଗଠନ ସମ୍ପର୍କରେ ଶ୍ରୀମତ୍ ସ୍ୱାମୀ ରାମତୀର୍ଥ ଯେଉଁଭଳି ଉଚ୍ଚ ଆଦର୍ଶରେ ପ୍ରତିଷ୍ଠିତ ହୋଇ ପୁରୁଷ ଓ ନାରୀମାନଙ୍କୁ କର୍ମ ଜୀବନରେ ତ୍ୟାଗ ଧର୍ମର ଅନୁଶୀଳନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ସେଥିରୁ ବିଶେଷ ଭାବରେ ଶିକ୍ଷା ମିଳିପାରିବ। ଆମର ଏଇ ଯେଉଁ ରାମତୀର୍ଥଙ୍କର ଶିକ୍ଷା, ସେଇଟା ଆମର ସଂସାର ପଥେ ଦ୍ୱିତୀୟ ଖଣ୍ଡରେ ପ୍ରଦତ୍ତ ହେଇଛି। ଯେଉଁମାନେ ଚାହିଁବେ ତାହା ପାଠ କରିପାରିବେ। ତେବେ ସେ କହୁଛନ୍ତି ଏଥିରୁ ଜଣାଯିବ ଯେ ରାଜାମାନେ ଦେଶ ଓ ଜାତିର କଲ୍ୟାଣ ନିମିତ୍ତ କିପରି ସ୍ୱେଚ୍ଛାରେ ଆତ୍ମତ୍ୟାଗ କରି ଆଦର୍ଶରେ ପ୍ରତିଷ୍ଠିତ ହୋଇପାରିଥିଲେ ଏବଂ ପ୍ରଜାରଞ୍ଜନ ନିମିତ୍ତ କର୍ମ କରିବାକୁ କୁଣ୍ଠିତ ହୋଇନଥିଲେ। ରାଜାରାଣୀ ମଧ୍ୟ ସ୍ୱାମୀଙ୍କ ତୁଷ୍ଟି ସମ୍ପାଦନ ନିମିତ୍ତ ଆତ୍ମସ୍ୱାର୍ଥ ପ୍ରତିଦଳିତ କରି ପତିବ୍ରତାର ଆଦର୍ଶ ସ୍ଥାପନ କରିଥିଲେ ଏବଂ ସାଂସାରିକ ଦୁଃଖ ବ୍ୟଥା ବେଦନା ଭିତରେ ରହି ନିଜର ସ୍ୱରୂପ ଓ ଲକ୍ଷ୍ୟ ଠିକ୍ କରି ସେବାନିରତ ହୋଇଥିଲେ। ଫଳରେ ସ୍ୱାମୀ ଓ ଦେଶବାସୀଙ୍କର ପ୍ରୀତିଭାଜନ ହୋଇପାରିଥିଲେ। ଏହାର ଦୃଷ୍ଟାନ୍ତ ପରବର୍ତ୍ତୀ ଅଧ୍ୟାୟରେ ବର୍ଣ୍ଣିତ ହେବ। ଜୟ। ବର୍ତ୍ତମାନ ଆମର ପୁରାତନ ଆର୍ଯ୍ୟଦର୍ପଣରୁ ପାଠ କରିବା ପାଇଁ ମୁଁ ବୀର ଭାଇଙ୍କୁ ଅନୁରୋଧ କରୁଛି। ଜୟଗୁରୁ। ଜୟଗୁରୁ। ଆମର ଭକ୍ତିର ସାଧନ ସମ୍ପର୍କରେ ଆର୍ଥର ପାଠ ଚାଲିଥିଲା। ଇଏ ହଉଛି ଆମର এই ଭକ୍ତିର ସାଧନ ସମ୍ପର୍କରେ ଚିତ୍ତ ଶୁଦ୍ଧି, କୃଷ୍ଣ ସେବା, ଭାଗବତ ନାମ, ସତ୍ସଙ୍ଗ এই ସମ୍ପର୍କ ପଢା ହେଇଥିଲା। ଭାଗବତ ବି ପଢା ସରିଛି, ନାମଟା ପଢିବା। ନାମ ଓ ବ୍ରଜବାସ୍ତବ ଦେଖିବା କଣ କହୁଛନ୍ତି। ଜୟଗୁରୁ। ନାମ কীর্তন, শ্রবণ ও জপ নাম সাধনার অন্তর্গত, সুতরাং ভক্তি পথের সহায়। নামরূপ ও গুণাদির উচ্চস্বরে উচ্চারণ করাকে কীর্তন, শ্রদ্ধা সহকারে তাহা শোনাকে শ্রবণ এবং নাম বা মন্ত্রাদির লঘু উচ্চারণকে জপ বলে। নামরূপ ও গুণাদির উচ্চস্বরে উচ্চারণ করাকে কীর্তন, শ্রদ্ধা সহকারে তাহা শোনাকে শ্রবণ এবং নাম বা মন্ত্রাদির লঘু উচ্চারণকে জপ বলে। ভগবান শ্রীমুখে বলিয়াছেন, গীতা চ মম নামানি বিচরেন্নম সন্নিধৌ ইতি
ত্রবিমিতে সত্যম ক্রিয়োহং তস্য চ অর্জুন। আদি পুরাণ। হে অর্জুন, যে ব্যক্তি আমার নাম গান করত আমার নিকটে বিচরণ করে, তোমাকে সত্য বলিতেছি, আমি তাহার নিকট কৃত হইয়া অবস্থিত করিয়া থাকি। যে ব্যক্তি আমার নাম গান করত আমার নিকটে বিচরণ করে, তোমাকে সত্য বলিতেছি, আমি তাহার নিকটে কৃত হইয়া অবস্থিত করিয়া থাকি। নাম ও নামিতে ভেদ না থাকা প্রযুক্ত নামই চিন্তামণি স্বরূপ। নাম ও নামিতে ভেদ না থাকা প্রযুক্ত নাম হি চিন্তামণি স্বরূপ, অর্থাৎ সমস্ত পুরুষার্থ প্রদায়ক। এই নাম চৈতন্য রস স্বরূপ, অপরিচ্ছিন্ন এবং মায়া সম্বন্ধ বিরহিত ও মায়া হইতে অতীত। এ নাম চৈতন্য রস স্বরূপ, অপরিচ্ছিন্ন এবং মায়া সম্বন্ধ বিরহিত ও মায়া হইতে অতীত। নাম কীর্তন ভক্তিপথের বিশেষ সহায়। নাম সংকীর্তনে চিত্ত দর্পণ মার্জিত হয়, চিত্তের সমস্ত কলঙ্ক দূর হয়। যে বিষয় বাসনা মহাদাবাগ্নির ন্যায় আমাদিগকে নিরন্তর দগ্ধ করিতেছে, সেই বিষয় বাসনা নির্বাপিত হয়। চন্দ্রের জ্যোৎস্নায় যেমন কুমুদ ফুটিয়া উঠে, ভগবত নাম কীর্তনে সেইরূপ আত্মার সজল, আত্মার মঙ্গল প্রস্ফুটিত হয়। ব্রহ্মবিদ্যা অসূর্যপস্য রূপ বধূর ন্যায়। কুলবধূ যেমন অন্তপুরে অবস্থিতি করে, ব্রহ্মচিন্তাও তেমনি হৃদয়ের অতি নির্জন প্রকোষ্ঠে লুক্কায়িত থাকেন। সাধারণের নিকট প্রকাশ করিবার বিষয় নহে। নাম সংকীর্তন সেই ব্রহ্মবিদ্যার জীবন স্বরূপ। ইহা দ্বারা আনন্দ সাগর উত্থলিয়া উঠে, ইহার প্রতি পদে পূর্ণামৃতির আস্বাদন হয়। ইহাতেই মানুষ প্রেম রসে ডুবিয়া আত্মহারা হইয়া যায়। ক্রমাগত নাম কীর্তন করিতে করিতে ভক্তি লাভ করত অবশ্যই মানুষ পরমপদ লাভ করিয়া কৃতার্থ হয়। শাস্ত্র সাগর মন্থন করিয়া হরিনাম সুধার উদ্ভব হইয়াছে। এই সুধা পানে মর জগতের মানব অমরত্ব লাভ করিতেছে ও করিবে। এই সুধা পানে মর জগতের মানব অমরত্ব লাভ করিয়াছে, করিতেছে ও করিবে। କରିଛନ୍ତି, କରୁଛନ୍ତି ও করিবে। এই কারণ সকল সম্প্রদায়ের ভক্তগণেই হরিনাম সংকীর্তনের অনুষ্ঠান করিয়া থাকেন। ইহা ভক্তি সাধনের সর্বপ্রধান অঙ্গ। যেই নাম সেই কৃষ্ণ ভজ নিষ্ঠা করি, নামের সহিত আছে আপনি শ্রীহরি। নাম ভজ নাম চিন্ত নাম কর সার, অনন্ত কৃষ্ণের নাম মহিমা অপার। শ্রী নরোত্তম ঠাকুর। নাম ও নামই যে অভিন্ন বস্তু, তা সর্বশাস্ত্র সম্মত। সুতরাং ভগবানের সমুদায় শক্তি তদীয় নাম মধ্যে নিহিত রহিয়াছে। কিন্তু নাম সর্বত্র শক্তি প্রকাশ করেন না, পাত্রের অনুরূপ ভাবেই শক্তি প্রকাশ করেন। যেরূপ জ্যোতির্ময় সূর্য, স্ফটিক, কাচ, জল প্রভৃতি স্বচ্ছ পদার্থে তাহাদিগের নির্মলতা অনুসারে তারতম্যে প্রতিফলিত হয়, তদ্রূপ নামও ভক্ত হৃদয়ের স্বচ্ছতা অনুসারে শক্তি প্রকাশ করিয়া থাকেন।
এই হরিনাম পরম ভাগবত জনের শুদ্ধ সত্যময় চিত্তক্ষেত্রে উদিত হইয়া তদীয় দেহেন্দ্রিয় প্রেমামৃতে প্লাবিত করেন, অথচ শ্রদ্ধাবান কনিষ্ঠ ভক্তের হৃদয়ে প্রকাশিত হইয়া ঈশন মাত্র দ্রবীভূত করিয়া থাকেন। আবার ঘোর অজ্ঞানন্ধ অপরাধী জীবের হৃদয়ে উহার কোনো শক্তি আশু প্রকাশিত হইতে দেখা যায় না। এই হেতু ভগবত নাম প্রাকৃত ইন্দ্রিয়গণের গ্রাহ্য হইতে পারে না। তবে সাধারণ জনগণকে নামাদি গ্রহণ করিতে দেখা যায়। তাহার কারণ এই যে ভগবান নামাদি গ্রহণে রসনাদি ইন্দ্রিয় উন্মুখ হইলে নামাদি তাহাতে স্বয়ংই প্রকাশিত হইয়া থাকে। যা হোক, প্রবর্ত, সাধক এবং সিদ্ধ কাহারও পক্ষে এতদ অপেক্ষা অন্য পরম মঙ্গল আর নেই। হরের নামৈব কেবলম কলৌ নাস্তিব গতিরন্যথা, অর্থাৎ হরিনাম ব্যতীত কলিগ্রস্ত জীবের আর অন্য গতি নাই, ইহা ত্রিসত্য করিয়া বলা হইয়াছে। নামের অসাধারণ মহিমা। বৈষ্ণবগণ বলেন, এক হরিনামে যত পাপ বিনাশ করে, জীবের তত পাপ করিবার সাধ্যই নেই। তাই রাজা দশরথকে ব্রহ্মহত্যা পাপ বিনাশার্থে বামদেব 3 বার রাম নাম করিতে উপদেশ দিয়া নামের মর্যাদা করিয়াছেন বলিয়া পিতা বশিষ্ঠ কর্তৃক অভিশপ্ত হইয়াছিলেন। হরিনাম ভক্তি লতিকার বীজস্বরূপ। অতএব সেবাপরাধ ও নামাপরাধ পরিবর্জন করিয়া প্রতিদিন হরিনাম সংকীর্তন করিবে। হরিনাম সংকীর্তন প্রভাবে সর্বাবিশিষ্ট পূর্ণ হয়, সমুদায় পুরুষার্থ সিদ্ধ হয়। তাই সকল শাস্ত্রেই নামের মহিমা, সকলের কণ্ঠেই নামের গৌরব গীতি শুনিতে পাওয়া যায়। ক্রমাগত নাম করিতে লইতে লইতে আপনা হইতেই প্রেম ভক্তির সঞ্চার হইবে। অতএব ভাবানুযায়ী বন্ধু বান্ধব লইয়া প্রত্যহ নাম সংকীর্তন করা ভক্তি লাভের সর্বপ্রধান উপায়। নাম করিতে করিতে আনন্দ সাগর উথলিয়া উঠিবে, প্রাণে শান্তি পাইবে, বিষয় বাসনা তিরোহিত হইয়া শ্রদ্ধা ভক্তির সঞ্চার হইবে। আজকাল বাংলাদেশের প্রায় সর্বত্র হরিনাম সংকীর্তনের ধুম পড়িয়া গিয়াছে। সুখের বিষয় সন্দেহ নাই, কিন্তু অধিকাংশ স্থলে নাম সংকীর্তনের জন্য কীর্তন অনুষ্ঠান হয় না। সঙ্গীত সুখ বা বাহ্য আনন্দের জন্য কীর্তনের অনুষ্ঠান করিয়া থাকেন। অস্বাভাবিক ভক্তির উচ্ছ্বাসে নাম গ্রহণ এবং নৃত্যাদির রঙ্গে অনেক ভক্তের প্রকৃত ভাব ভঙ্গ হইয়া যায়। কেহ বা একটু ভক্তির উচ্ছ্বাসে দশাপ্রাপ্ত হয়, কত রঙ্গভঙ্গি করিতে থাকে। নির্বোধ লোক তাহাদিগকে অবতার বিশেষ মনে করিয়া সেবা ভক্তি আরম্ভ করিয়া দেয়। দশাগ্রস্ত ব্যক্তির আপনাকে বুঝিতে না পারিয়া নিজকে গৌর বা নিতাই মনে করিয়া অহংকারে ধরাকে সরাজ্ঞান করতে থাকে। অহংকারের সঞ্চার মাত্রেই ভক্তির দফা সারা হইয়া যায়। শাস্ত্রে আছে, অভিমানং সুরাপানম গৌরবম রৌরবং ধ্রুবম প্রতিষ্ঠা সুকরি বিষ্ঠা ত্রয়ং ত্যক্ত্বা হরিং ভজেত। অভিমানকে সুরাপান সম, গৌরবকে রৌরব নরক সম এবং প্রতিষ্ঠাকে সুকরি বিষ্ঠা সম মনে করিয়া হরির ভজন করিবে। কিন্তু বিন্দুমাত্র অহংভাবের প্রতিষ্ঠা প্রত্যাশা করিলে ভক্তির আশা বিড়ম্বনা মাত্র। কাঙ্গালের ঠাকুর, প্রেমাবতার চৈতন্যদেব ও তদীয় ভক্তগণ প্রেমাবশে ভাবনমত্ত হইয়া নৃত্য করিতেন।
ଭାବ ଭକ୍ତି ବିହୀନ ଜୀବ ଅନର୍ଥକ ସେ ଅଭିନୟ କରେ କେନ? ବରଂ ଭାବ ବା ମତ୍ତତା ପ୍ରକାଶ ପାଇଲେ ଚାପିଆ যাইতে চেষ্টা করিবে। তুমি ইচ্ছা করিয়া তাহাকে যোগদান করলে অচিরে উদ্রিক্ত ভক্তি অন্তর্হিত হইয়া যাইবে। আর চাপিয়া রাখতে পারলে ভাব ক্রমশ মহাভাবে পরিণত হইয়া ভক্তকে আত্মহরা করত হৃদয় প্রেমের উচ্চারিত করিয়া দিবে। যে অবস্থা দর্শন বন্ধু বান্ধব ধন্য হইয়া যাইবে। নতুবা লোকের নিকটে বাহাদুরি লইবার জন্য এরূপ ধর্মের আড়ম্বর বড়ই ঘৃণাহ। নাস্তিকতা অপেক্ষা ধর্মের ভান অনিষ্টকারক। নাস্তিকতা অপেক্ষা ধর্মর ছলনা করিবা অনিষ্টকারক। অতএব লোক দেখানো ভান্ডামি, লোক ভুলানো ভোগলামি ত্যাগ করিয়া সরল বিশ্বাসে সমাহিত চিত্তে দীনতা অবলম্বন করিয়া নাম সংকীর্তন করিবে। মহাপ্রভু চৈতন্যদেব বলিয়াছেন, তৃণাদপি সুনিচেন তরোরপি সহিষ্ণুনা অমানিনা মান দেন কীর্তনীয় সদা হরি। শিক্ষাষ্টক। তৃণ হইতে নিচ এবং বৃক্ষ হইতে সহিষ্ণু হইয়া নিজে অভিমান ত্যাগ করিয়া পরকে সম্মান দিয়া সদা হরিনাম কীর্তন করিবে। এই রূপে নাম করিতে আরম্ভ করলে সকল লোকের অখিল পাপ দূর হয়, বিষয় বাসনা দূরীভূত হইয়া চিত্ত দর্পণ মার্জিত হয়। নাম করিতে করিতে প্রেমের সঞ্চার হয় এবং পরম পদ লাভ করিয়া কৃতার্থ হইয়া থাকে। তারপরে হলো ব্রজবাস। ব্রজবাস একদিন প্রেম ভক্তির প্রবল জোয়ারে যমুনা উজান করিয়াছিল। ব্রজধামে একদিন প্রেম ভক্তির প্রবল জোয়ারে যমুনা উজান বহিয়াছিল। পশুপক্ষী পর্যন্ত হরিনাম গাইয়াছিল। বিনা বসন্তে বৃক্ষলতা ফলমূল প্রসব করিয়াছিল। ব্রজধামের কথা শুনলেই প্রাণে ভক্তির সঞ্চার হইয়া থাকে। আজিও ব্রজের প্রতি ধূলিকণায়, প্রতি পরমাণুতে রাধা কৃষ্ণের প্রেম কণা জড়িত হইয়া আছে। সুতরাং তথায় বাস করিলে রজে লুটাইয়া যে ভক্তের হৃদয়ে প্রেম সঞ্চার হইবে, ইহা বিজ্ঞানসম্মত কথা। সকল তীর্থই পাপনাশক ও ভক্তি উদ্দীপক। ভূমির কোনো অদ্ভুত প্রভাব, জলের কোনো অদ্ভুত তেজ কিংবা মুনিগণের অধিষ্ঠানজন্য তীর্থ পুণ্যফল বলিয়া কীর্তিত হয়। প্রত্যেক তীর্থস্থানেই ভগবান বা ভগবৎ সদৃশ কোন মহাত্মার লীলাভূমি। সুতরাং তথায় তাহাদের অসাধারণ শক্তি, জ্ঞান বা ভক্তি পুঞ্জীভূত করিয়া হইয়া থাকে। কোন ব্যক্তি তথায় যাইবা মাত্রে সেই পুঞ্জীভূত শক্তি তাহাকে অনুপ্রাণিত করিয়া ফেলে। তার ফলে সেই ব্যক্তির তৎবৃত্তি জাগ্রত হইয়া পড়ে। সুতরাং আপন আপন ভাবানুযায়ী তীর্থে বাস বা ভ্রমণ করলে হৃদয়ের ভক্তির ভাব জাগ্রত হয়। তবে যাহারা প্রেম ভক্তি বা গোপী ভাবনিষ্ঠ প্রেম রস লাভ করিতে ইচ্ছুক, তাহাদিগকে ব্রজেই বাস করিতে হইবে। কারণ প্রেম ভক্তির উত্তাল তরঙ্গ এক ব্রজধাম ভিন্ন অন্য কোথাও উঠে নাই। এই 5টি উক্তির অঙ্গ সাধন করলেই, এই 5টি ভক্তির অঙ্গ সাধন করলেই সর্বাভীষ্ট সিদ্ধ হইয়া থাকে। এমনকি এই 5টিতে অল্পমাত্র শ্রদ্ধা থাকলেও মনুষ্যের পরম শ্রেয় লাভ হয়। যথা দূর হাতুম তবীর জেহ অস্মিন শ্রদ্ধা দূরে হস্তু পঞ্চকে যত্র
ସ୍ୱଳ୍ପಂ ହପି ସମ୍ବନ୍ଧ ସଦ୍ବିଷାଂ ଭାବ ଜନ୍ମନେ ଭକ୍ତିର ସାମର୍ଥ ସିନ୍ଧୁ। ଦୁରୂହ ଅଥଚ ଅଦ୍ଭୁତ ବୀର୍ଯ୍ୟଶାଳୀ এই সাধন পঞ্চক অর্থাৎ সৎসঙ্গ, কৃষ্ণ সেবা, ভাগবত নাম ও ব্রজে বাস, এই পাঞ্চ প্রকার অঙ্গ তাহাতে শ্রদ্ধা দূরে থাকুক, অল্পমাত্র সম্বন্ধ থাকিলেও ভক্তিদিগের অন্তঃকরণে অচিরাত ভাবের আবির্ভাব হইয়া থাকে। ভাবের উদয় হইলে প্রেম লাভের জন্য ভাবের সাধনা করা কর্তব্য। জয় গুরু। জয় সুশান্ত ভাই প্রার্থনা সঙ্গীত গান। সুশান্ত ভাই। জয় গুরু। কর মন নাম রতন কণ্ঠহার, কর মন নাম রতন কণ্ঠহার, মন সুতারে গুন্থ তু পদক তাহার, কর মন নাম রতন কণ্ঠহার। ধরি গুরু নাম গোপী সুতা মূলে কর গন্থি, ধরি গুরু নাম গোপী সুতা মূলে কর গন্থি, বুকুরে দোলাই নাচ নাচ নিরন্তর, কর মন নাম রতন কণ্ঠহার, কর মন নাম রতন কণ্ঠহার। জয় গুরু স্বর ধর গলা তু সাধন কর, জয় গুরু স্বর ধর গলা তু সাধন কর, গাই সেই নাম তোড় স্বরর ঝঙ্কার, কর মন নাম রতন কণ্ঠহার, কর মন নাম রতন কণ্ঠহার। শুনি তোর মধু কণ্ঠ দুঃখ কাটিব রে বাট, শুনি তোর মধু কণ্ঠ দুঃখ কাটিব রে বাট, দূରରେ লুচিবে কাহি মোহ মায়া ঘোর, দূରରେ লুচিবে কাহি মোহ মায়া ঘোর, কর মন নাম রতন কণ্ঠহার, কর মন নাম রতন কণ্ঠহার। গড়ি যায় পরা দিন
কর মন গণ্ঠি ধন গড়ি যায় পরাধীন কর মন গণ্ঠি ধন গুরু নাম রত্ন সঞ্চি পুরা মার গুরু নাম রত্ন সঞ্চি পুরা মার নাম কর মন নাম রতন কণ্ঠহার। এ মোর সংসারে ভাই আন কেহি সাহা নাহি এ মোর সংসারে ভাই। ଜୟଗୁରୁ। ବର୍ତ୍ତମାନ ମୋର ଭାବ ବିନିମୟ ପର୍ଯ୍ୟାୟ। ବର୍ତ୍ତମାନ ଭାବ ବିନିମୟ କରିବା ପାଇଁ ସର୍ବପ୍ରଥମେ ମୁଁ ଆମ ଗଣରେ ଉପସ୍ଥିତ ପ୍ରିୟମ୍ବଦା ମାଙ୍କୁ ଅନୁରୋଧ କରୁଛି। ମା ଆମର 8ଟା 15 ଯାଏଁ ସମୟ, ସେଇ ହିସାବରେ ମା ସଂକ୍ଷିପ୍ତ ଭାବ ବିନିମୟ କରିବେ। ଜୟଗୁରୁ। ଜୟଗୁରୁ। ଶ୍ରୀ ଶ୍ରୀ ଠାକୁରଙ୍କର ଅମଳ କମଳ ଚରଣରେ ମୋର ଏହି ଦିନର ଭକ୍ତିପୂତ ପ୍ରଣାମ ଜଣାଉଅଛି। ତଥା ଉପସ୍ଥିତ ସମସ୍ତ ଗୁରୁ ଭ୍ରାତା ଓ ଆମର ଭକ୍ତିମତୀ ମା ମାନଙ୍କୁ ମୋର ଜୟଗୁରୁ ପ୍ରଣାମ। ତେବେ ଭାଇ ଭାବ ବିନିମୟ କରିବି ନା ନାଇଁ ସେ ଠାକୁରଙ୍କର ଲୀଳା କଥାକୁ ଆଗେଇ ନବା? ଲୀଳା କଥାକୁ ଆଗେଇ ନିଅନ୍ତୁ। ଆଜ୍ଞା ଆଜ୍ଞା। ଯାଉ ଆମେ ଆଲୋଚନା ରଖିଥିଲେ ଯେ କିଭଳି ଠାକୁରଙ୍କର ଯାତ୍ରା ଗୁରୁ ଭାବରେ ତାଙ୍କର ଯାତ୍ରା ପ୍ରଥମେ ଗାରୋଇଲରେ ଅଶ୍ରୁଳ ବିଦାୟ ଦେଇଛନ୍ତି ମଦନ ସୀତାରାମ ଆଦି ଅନ୍ୟାନ୍ୟ ଭକ୍ତ ମାନଙ୍କୁ। ପରବର୍ତ୍ତୀ ସମୟରେ ଠାକୁର ଆସିକି ରୂପକଥାର ଦେଶ ମୟମନ ସିଂ, ନାରାୟଣୀ ମାଙ୍କ ଭାଷାରେ ପ୍ରେମର ଦେଶ ବା ରୂପକଥାର ଦେଶ ମୟମନ ସିଂ। ମୟମନ ସିଂର ଗୋଟେ କାଳୀ ମନ୍ଦିର ବେଦୀ ପାଖରେ କିଭଳି ଠାକୁର ପହଞ୍ଚିଛନ୍ତି, ଆଉ ସେଠାରେ ଆସିକି ତାଙ୍କର ଯୋଉ ସୁନ୍ଦର ରୂପ ସୂର୍ଯ୍ୟଙ୍କ ଭଳି ତେଜିଆନ, ଯେମିତି ଆବା ଆକାଶର ଚାନ୍ଦ ଯେମିତି ମର୍ତ୍ତ୍ୟରେ ଆସି ଯାଇଛନ୍ତି, ତାଙ୍କର ସେଇ ରୂପକୁ ଦେଖି ସମସ୍ତେ ଆସି ତାଙ୍କ ପାଖରେ ମୁଣ୍ଡ ନୁଆଇଛନ୍ତି। ଆଉ ବେଦୀ ତଳେ ଫଳ ମୂଳ ଫେଣି କନ୍ଦ ସବୁ ଆଣିକି ଜମା କଲେଣି। ଆଉ ଠାକୁର ତ ଚିର ଦିନ ଅପରିଗ୍ରହରେ ପ୍ରତିଷ୍ଠିତ ଥିଲେ। ଅପରିଗ୍ରହ ଅର୍ଥାତ୍ କଣ ଜିନିଷ ଲୋଭ ଆସକ୍ତି ରଖିକିରି କିଏ ଯଦି ଦଉଛି ତାକୁ ଚଟକିରି ଧରିଦବା, ବା ଏଇଟା ସେଥିରେ ଯିଏ ତାକୁ ସେ ସବୁ ଭାବନା ତ୍ୟାଗ କରିବାଟାକୁ ଅପରିଗ୍ରହ କରନ୍ତି, ଅପରିଗ୍ରହ କୁହାଯାଏ। ଯୋଉଟା କି ଦୁର୍ଗାଚରଣ ଭାଇ କହୁଥିଲେ ରାସ୍ତାରେ ଯାଉଛ ପଇସାଟେ ପଡିଛି, ସାଧାରଣ ଲୋକଟେ ଦେଖି ତାକୁ ପକେଟରେ ପୁରେଇ ଦେଲା। କିନ୍ତୁ ଭକ୍ତର ସଂସ୍କାର କଣ ନା ଯୋଉଟା କି ଭଗବାନ ଗୀତାରେ କହୁଛନ୍ତି ଲୋଷ୍ଟଭ ପରଦ୍ରବ୍ୟସୁ, ପରଦ୍ରବ୍ୟକୁ ଲୋଷ୍ଟ ବା ଇଟା ପଥର ଭଳିଆ ଜ୍ଞାନ କରିବ। ତେଣୁ ଠାକୁର ସେ ସବୁ ଶେଷରେ ତ ଅପରିଗ୍ରହରେ ପ୍ରତିଷ୍ଠିତ ଥିଲେ। ପଚାରୁଛନ୍ତି ଏସବୁ କଣ ହବ, ଏତେ ସବୁ ମୋର କିଛି ଦରକାର ନାହିଁ, ଆଉ ଯାହା ମୋର ଦରକାର ମୁଁ ସେ ସାମାନ୍ୟ ରଖୁଛି। ଭକ୍ତ ମାନେ ବହୁତ ଅନୁରୋଧ କରିବା ପରେ ଆଉ ଏଇ ନିୟମ ମୋର ଆଶୀର୍ବାଦ କହି ପ୍ରତ୍ୟେକଙ୍କୁ ଆଶୀର୍ବାଦ ଦେଇଛନ୍ତି। କ୍ରମେ କ୍ରମେ ପୁରା ଗାଁରେ ଏଇ ଖବର ପ୍ରଚାର ହେଇଯାଇଛି ଯେ କଂସ ନଦୀ ତୀରରେ ଏଇ କାଳୀ ମଣ୍ଡପରେ ଜଣେ ମହାପୁରୁଷଙ୍କ ଆବିର୍ଭାବ ହୋଇଛି। ଅଦୂରର ଗୋଟିଏ ଗାଁ ଝଗଡାର ଚର, ସେଠାରେ ଜଣେ ବିତ୍ତଶାଳୀ ଗୃହସ୍ଥ ହେଲେ ନିତ୍ୟାନନ୍ଦ ମୋଦକ। ତାଙ୍କର ସ୍ତ୍ରୀ ହଉଛନ୍ତି ପୁରାତନ ଶୂଳ ରୋଗୀ, ପେଟ ଶୂଳ, ସବୁବେଳେ ସେ ପେଟ ମାରେ, ତାଙ୍କର ଖୁବ ଯନ୍ତ୍ରଣା ଛଟପଟ ହୁଅନ୍ତି। ବିବାହର ଅଳ୍ପ ଦିନ ହୋଇଛି, ସଂସାରରେ ସୁଖ ନାହିଁ, କାହିଁକିନା ସ୍ତ୍ରୀଙ୍କ ଦେହ ସବୁବେଳେ ଖରାପ। ମୋଦକ ମହାଶୟଙ୍କର ପଇସା ଅଛି କିନ୍ତୁ ମନରେ କେତେ ହେଲେ ସୁଖ ନାହିଁ। କେତେ ଚିକିତ୍ସା ହେଇଛି, ଝଡା ଫୁଙ୍କା, ତେଲ ଘଷା, ପାଣି ଘଷା, କିନ୍ତୁ କୋଉଥିରେ ଫଳ ହେଇନି। ମୋଦକ ମହାଶୟ ପାଖରେ ଖବର ପହଞ୍ଚିଛି ଯେ ଗାଁରେ ଜଣେ ସାଧୁ ବାବା ଆସିକି ପହଞ୍ଚିଛନ୍ତି। ଏହା ଶୁଣି ଏଇ ନିତ୍ୟାନନ୍ଦ ମୋଦକ ମହାଶୟ ଆଉ ସାଧୁ ବାବାଙ୍କ ପାଖରେ ଆସି ପହଞ୍ଚିବାକୁ ଡେରି ହୋଇନି। ତାଙ୍କୁ ଦେଖୁ ଦେଖୁ ତାଙ୍କର ଶ୍ରଦ୍ଧା ଭକ୍ତି ଜାତ ହୋଇଛି, ଆଉ ବିନୀତ ପ୍ରାର୍ଥନା କରିଛନ୍ତି। ସେଠାରେ ବାବା କହୁଛନ୍ତି ଯେ ଆଚ୍ଛା, ସବୁ ଶୁଣି କହିଲେ ଯେ ମୁଁ ତୁମ ସ୍ତ୍ରୀଙ୍କୁ ଝାଡିଦେବି, ଆଉ ସବୁବେଳେ ଯନ୍ତ୍ରଣା ରହୁଛି କହୁଛ, ତେବେ ସ୍ତ୍ରୀଙ୍କୁ ଏଠାକୁ ନେଇ ଆସ, ଆଉ 5 ପା ଖାଣ୍ଟି ସୋରିଷ ତେଲ, ଗୋଟିଏ ପିତ୍ତଳ କଡେଇ ବା ପଲମ ଆଣିବ, ଯେପରି ସେଥିରେ 5 ପା ସୋରିଷ ତେଲ ଧରିବ।
ଆଉ ପାତ୍ରଟିର ମୁହଁ ଖୁବ ବଡ ହେବା ଦରକାର, ଯେପରି ଗୋଟେ ଗୋଡ ବୁଡେଇ ହବ। ଏହା ଛଡା ଏଇ ତେଲ ଗରମ କରିବାକୁ କାଠ ଆଉ ଚୁଲି ମଧ୍ୟ ସଂଗ୍ରହ କରି ଆଣ। କୌଣସି ପ୍ରଶ୍ନ ନକରି ମୋଦକ ମହାଶୟ ଗୃହ ଅଭିମୁଖେ ଛୁଟିଲେ ଆଉ ସମସ୍ତ ଜିନିଷ ଆଣି ଯୋଗାଡ କରିକି ବାବାଙ୍କ ପାଖରେ ଦେଲେ। ୟା ଭିତରେ ଲୋକ ସବୁ ଜନତା ସବୁ ଗଦା ହେଇଗଲେଣି। ସେମାନେ କହୁଛନ୍ତି ଏ କି କାଣ୍ଡ ହବ, ତେଲ ହବ କଣ, ଚୁଲି ହବ କଣ, ଗୋଡ କିଏ ବୁଡେଇବ? ରୋଗୀ ନା ସାଧୁ ବାବା ବୁଡେଇବେ? ସମସ୍ତଙ୍କର କାମ ଧନ୍ଦା ବନ୍ଦ। ସମସ୍ତେ ଆସିକି କୌତୁହଳ ର ସହିତ ସବୁ ଦେଖିବା ପାଇଁ ଶତ ଶତ ଗ୍ରାମବାସୀ ସେଠାରେ ରୁଣ୍ଡ ହେଇଗଲେଣି। ଆ ଭିତରେ କଡାଇରେ 5 ପା ସୋରିଷ ତେଲ ଗପ ଗପ କରି ଫୁଟିଲା। ଚୁଲା ଲାଗିଲା, ତେଲ ଫୁଟିଲା, ସେଇଥିରେ ଧୂଆଁ ବାହାରୁଥାଏ। ଏଇ ସ୍ଵର୍ଣ୍ଣ କମଳ ସଦୃଶ ବାମ ପାଦଟି ସାଧୁ ବାବା ସ୍ୱଚ୍ଛନ୍ଦରେ ବୁଡାଇ ଦେଲେ। ଭୟ ବିସ୍ମୟରେ ଶିହରି ଉଠିଲେ ସମବେତ ଜନତା। ଏ କଣ, ଏ କଣ? କାଠ ହୋଇ ଦେଖୁଛନ୍ତି ନିର୍ବିକାର ଶାନ୍ତ ସ୍ମିତ ମୁଖ ସାଧୁଙ୍କର ସେଇ ସୁନ୍ଦର ରୂପକୁ ଦେଖୁଛନ୍ତି। ସାଧୁ ମୃଦୁ କଣ୍ଠରେ ପାଠ କରୁଛନ୍ତି। ସୁନ୍ଦର ତାଙ୍କର ଠାକୁରଙ୍କର ଯୋଉ ପ୍ରନାଉନ୍ସିଏସନ ବା ତାଙ୍କର ବାଚନ ଶୈଳୀ ଅତ୍ୟନ୍ତ ସୁନ୍ଦର ଥିଲା। ଏକ ଓମ୍ ସତନାମ କରତି ପରଖୁ ନିର୍ଭୟରୁ ଅକାଲ ମୂରତି ଅଜୁନି ଶୈଭଂ ଗୁରୁ ପ୍ରସାଦ ଜପୁ ଆଦି ସୁଚ ଯୁଗାଦି ସଚ ହୈଭା ସଚ ହୋସିତା ସଚ सोची सोच न हो बोई जे सोची लिखबार चुपई चुपन हो बोई जे लाई रहा निबतार ଆଲେଖ ଆଲେଖ ନିରଞ୍ଜନ। ଠାକୁର ବା ସାଧୁ ବାବା ଏହାକୁ ଗାନ କରୁଛନ୍ତି। ଏହାର ଜିଷ୍ଟ ଜୟଗୁରୁ। ହେଲା ମା ଏଇ ମନ୍ତ୍ରଟା କୋଉ ପୁସ୍ତକରେ ଅଛି? ଆମର ତ ଦ୍ରୌପଦୀ ଆପଣ ନାଇଁ ମାନେ ଠାକୁର ସେଇ ସମୟରେ ଏଇ ମନ୍ତ୍ରଟା ପଢିଥିଲେ ବୋଲି ତା ତ ଗୋଟେ କିଛି ରେଫରେନ୍ସ ଥିବ। ଏଇଟା ମା ଭାଇ ନାରାୟଣ ରଚନା ହିଁ ପଢୁଛି। ଆଜ୍ଞା ମୁଁ ଯୋଉ ନାରାୟଣ କୋଉଠୁ ସଂଗ୍ରହ କରିଥିବେ ସେ ତ ହିଷ୍ଟୋରିକ କରିଥିଲେ ନା। ତମେ ଆଜ୍ଞା ମାନେ ତାହେଲେ ଦେଖ ମାନେ ପ୍ରାତ ସ୍ମରଣୀୟ ଦେବୀ ଯୋଗମାୟାରେ ଥିବ ଆଉ। ହଁ ନାଇଁ ସେଥିରେ ନାଇଁ। ଏଇଠି ହଉଛି ଆମର ଯୋଉ ଭାଇ ଆମର ନୀଳାଚଳ ସାରସଂଘ ପ୍ରକାଶ ଯୋଉ ନିଗମ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ଲୀଳା ପ୍ରସଙ୍ଗ 5 ଖଣ୍ଡ। 5 ଖଣ୍ଡରେ ନାରାୟଣୀ ମାଙ୍କର ରଚନା ଅଛି। ଆପଣ ପେଜ 302 ରେ ଦେଖିବେ। କୋଉ ଖଣ୍ଡ ମା? ପ୍ରଥମ ଖଣ୍ଡ ଲୀଳା ଆଜ୍ଞା ପ୍ରସଙ୍ଗ ହଉ ପ୍ରଥମ ଖଣ୍ଡରେ। ଏଟା ନାରାୟଣୀ ମାଙ୍କର ବର୍ଣ୍ଣନା ଟା ଭାଇ ପଢୁଛି ମୁଁ। ଆଜ୍ଞା ପଢନ୍ତୁ ମା। ଆଗରୁ ବି ଅନେକ ସ୍ଥାନରେ ଆମେ ଜାଣିଛେ ଯେ ଠାକୁର ଜପ ଯେତେବେଳେ ଗାଧଉଥିଲେ ବି ନୀଳାଚଳ କୁଟୀରରେ ସ୍ନାନ ସମୟରେ ଜପଜିର ମନ୍ତ୍ର ଟାକୁ ସେ ଇଏ କରୁଥିଲେ, ପାଠ କରୁଥିଲେ। ଏକ ଠାକୁରଙ୍କର ସ୍ନାନ ପର୍ବ ଚାଲିଥିବ ଏପଟେ ସେ ଧୀର କଣ୍ଠରେ ଜପଜି ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲା। ମୁଁ ଥରେ ଜଣେ ଶିଖ ଭକ୍ତଙ୍କୁ ପଚାରିଥିଲି ଜପଜି କୋଉଠି ମିଳିବ? ସେ କହିଲେ ଭୁବନେଶ୍ଵରର ସେ ଅଛି ତାଙ୍କର ସେଠି ପବ୍ଲିକରେ ଗୁରୁ ନାନକଙ୍କର ଗ୍ରନ୍ଥ ଏତେ ବିକ୍ରି ହୁଏନି। କହିଲେ ସେଇଠାରେ ଆପଣ ପାଇଯିବେ। ତାପରେ ପରବର୍ତ୍ତୀ ସମୟରେ ଡକ୍ଟର ମାୟାଧର ମାନସିଂହ ଜପଜିର କେତେ ଗୁଡେ ବା ଗୁରୁ ନାନକଙ୍କର କେତେ ଗୁଡିଏ କୋଟେସନ ଗୁରୁଙ୍କ ଉପରେ ତାକୁ ଓଡିଆ ଟ୍ରାନ୍ସଲେଟ କରିକି ବହିଟେ କାଢିଛନ୍ତି ଡକ୍ଟର ମାୟାଧର ମାନସିଂହ। ମୁଁ ସେ ବହିଟି କିଣିଛି ମଧ୍ୟ। ସେଥିରେ ମୁଁ ଦେଖୁଥିଲି ଯେ ପ୍ରାୟ ଏଇଭଳି ସବୁ ଶ୍ଲୋକ ଗୁରୁଙ୍କ ମହିମା ଉପରେ ଲେଖା ହେଇଛି। ଯାହା ହଉ ଏଇ ଶ୍ଲୋକରେ ତାର ଅର୍ଥ ହଉଛି ଯେ ଲକ୍ଷ୍ୟ ଶୌଚରେ ସୂଚି ହୁଏ ନା, ମୌନ ବ୍ରତରେ ମଧ୍ୟ ହୁଏ ନା, ହୁଏ କେବଳ ନିରନ୍ତର ଧ୍ୟାନରେ, ନିରନ୍ତର ଚିନ୍ତାରେ, ଭଗବାନଙ୍କର ନିରନ୍ତର ଚିନ୍ତାରେ ମନ ଶୌଚ ହୁଏ। ଯୋଉଟା କି ଆମର ନବଧା ଭକ୍ତିରୁ ସର୍ବଶ୍ରେଷ୍ଠ ହଉଛି ସ୍ମରଣ ଭକ୍ତି। ସବୁବେଳେ ଯଦି ଠାକୁରଙ୍କର ଚିନ୍ତା ଟା କରୁଦଉ ଚିତ୍ତ ଶୁଦ୍ଧ ହେବ। ଆଲେଖ ଆଲେଖ ନିରଞ୍ଜନ ଜପଜିର ଗୋଟେ ପାର୍ଟ। ଯାହା ହଉ ଶେଷ ମନ୍ତ୍ରଟି ଗମ୍ଭୀର କଣ୍ଠରେ ଉଚ୍ଚାରିତ ହେଲା। ଚିତ ହୋଇ ଶୋଇଥିଲେ ମୋଦକ ପତ୍ନୀ। ଯେତେବେଳେ ଆଲେଖ ଆଲେଖ କହିକି ତଳେ ପାତ୍ରରୁ ସାଧୁ ବାବା ପାଦର ଗୋଇଠି ଆଣିକି ରୋଗିଣୀର ପେଟରେ ଥରେ 2 ଥର 3 ଥର ଘଷି ଦେଇଛନ୍ତି। ସେଇ ତା ସହିତ କଣ୍ଠରେ ଜପଜିର ଉପରୋକ୍ତ ଗୁରୁ ପ୍ରଣାମ, ପାଦରୁ ଝରି ପଡୁଥାଏ ଉତ୍ତପ୍ତ ତୈଳ ଧାରା। ଚାହୁଁ ଚାହୁଁ ମୋଦକ ପତ୍ନୀଙ୍କ ପେଟରେ ଫୋଟକା ହେଇଗଲା, କିନ୍ତୁ ତାଙ୍କୁ କୌଣସି କଷ୍ଟ ହୋଇନାହିଁ। ବଡ ବଡ ଆଖିରେ ଚାହିଁ ରହିଥାନ୍ତି ଏଇ ଅଦ୍ଭୁତ ମଣିଷ। ଯେ ମଣିଷ ନା ଦେବତା? ସଶ୍ରଦ୍ଧ ବିସ୍ମୟରେ ବିହୋଳ ହୋଇ ଦେଖିଲେ ସାଧୁ ବାବାଙ୍କର ନରମ ଡଉଲ ଡାଉଲ ସୁନ୍ଦର ରଙ୍ଗ ଚରଣଟିରେ ଏକ ବିନ୍ଦୁ କଳା ଦାଗ ମଧ୍ୟ ନାହିଁ। ଫୋଟକା ହେବ ତ ଦୂରର କଥା। ଯାହା ହଉ ଗୋଟେ ଦୈବିକ ଘଟଣା ସମସ୍ତେ ଦେଖିଲେ। ଶତ ଶତ କଣ୍ଠରେ ଫୁଟି ଉଠିଲା ଯେ ବୋହୂ ଝିଅ ହେ ମୋଦକ ବୋହୂ କଣ ହେଲା? ଏବେ ବି କଷ୍ଟ ଅଛି ନା କଣ? ସମସ୍ତେ ପଚାରୁଛନ୍ତି। ମୁଣ୍ଡ ହଲେଇ କହିଲେ ନା ଆଉ କିଛି କଷ୍ଟ ଥିଲା ବୋଲି ଜାଣିପାରୁନି। ମୋଦକ ପତ୍ନୀ କହୁଛନ୍ତି। ସାଧୁ ବାବା କହିଲେ ମିଛରେ ଭୟ କରୁଛ ତୁମେ ମାନେ, ସେ ପୁରା ଭଲ ହେଇଯାଇଛି। ଆଉ କୌଣସି ଦିନ ଯନ୍ତ୍ରଣା ହେବ ନାହିଁ।
ଏଇ କଥା ଶୁଣି ଉଭୟ ସ୍ୱାମୀ ସ୍ତ୍ରୀ ଠାକୁରଙ୍କର ସାଧୁ ବାବାଙ୍କ ପାଦ ତଳେ ଲୋଟି ପଡିଲେ, କହିଲେ ବାବା ଦୟାକରି ତୁମେ ଆମ ଘରକୁ ଚାଲ, ନହେଲେ ଛାଡିବୁନି। ଅଧମର ଘରେ ପାଦ ଧୂଳି ଦେବାକୁ ହିଁ ହେବ। ସାଧୁ ଦେଖିବାକୁ ଅଳ୍ପ ବୟସରେ ହେଲେ କଣ ହବ, ଜଗତ ବୁଲି ଲୋକ ଚରିତ୍ର ସମ୍ପର୍କରେ ବହୁ ଅଭିଜ୍ଞତା ଲାଭ କରିଛନ୍ତି ଠାକୁର। ଗୋଟିଏ କଥାରେ ରାଜି ହୋଇ ନ ଯାଇ କହିଲେ, ଦିନେ 2 ଦିନ ପାଇଁ ମୁଁ ଭେଳିକି ଦେଖାଇଲି ବୋଲି ଭାବୁଛ ନା କଣ? ଗାଁ ଛାଡି ଚାଲିଗଲେ ପୁଣି ତାର ରୋଗ ଯନ୍ତ୍ରଣା ହେବ ବୋଲି ଭୟ ପାଉଛ ବୋଧ ହୁଏ, ସେଇଥିପାଇଁ ମତେ ଘରକୁ ଡାକୁଛ, ଭାବୁଛ ମୁଁ ଏଠୁ ପଳେଇଲା ପରେ ପୁଣି ତାର ପେଟରେ ଯନ୍ତ୍ରଣା ହବ। ତାହା କିନ୍ତୁ ନୁହଁ। ତାର ଭୋଗ ସମୟ ଶେଷ ହୋଇ ଯାଇଥିବାରୁ ଶ୍ରୀ ଭଗବାନଙ୍କ କୃପାରୁ ମୁଁ ଏଠାରେ ଆସି ପହଞ୍ଚିଛି। ତାକୁ ଆଉ ଶୂଳ ରୋଗ ଆକ୍ରମଣ କରିବ ନାହିଁ। ଆମ ମତରେ ସେ ତ ଠିକ କଥା, କାହିଁକି ନା ସ୍ଵୟଂ ଶୂଳ ପାଣି ଯଦି କାହା ଦେହରେ ତାଙ୍କର ପାଦ ସ୍ପର୍ଶ କରନ୍ତି, ତେବେ ତା ଦେହରେ ଆଉ କେଉଁ ଶୂଳାଘାତ ହେଇପାରିବ? ଯାହା ହଉ ନିତ୍ୟାନନ୍ଦ ମୋଦଙ୍କର ମନ ଅତ୍ୟନ୍ତ ଆନନ୍ଦିତ। ଯୋଉ ରୋଗକୁ ଏତେ ଦିନ ପର୍ଯ୍ୟନ୍ତ କେହି ଭଲ କରିପାରୁ ନଥିଲେ, ବର୍ତ୍ତମାନ ଭଗବାନଙ୍କ କୃପାରେ ସେ ରୋଗ ଚିରଦିନ ହିଁ ଚାଲି ଯାଇଛି। ତେବେ ସାଧୁ ବାବା ତୁମେ ହିଁ ସେଇ ଭଗବାନ, ତୁମକୁ ଅବିଶ୍ୱାସ କରିବି? ଏପରି ଦୁର୍ଗତି ଯେପରି ମୋଦକ ପୁଅର ନ ହୁଏ। କିନ୍ତୁ ବାବା ଘରକୁ ନେଇ ଯଦି ଦିନେ 2 ଦିନ ସେବା କରି ନ ପାରିଲି, ତେବେ କିପରି ବୁଝିବି ଯେ ତୁମେ ଚିରଦିନ ପାଇଁ ପ୍ରସନ୍ନ ହୋଇଛ, ଆମର ଏତେ ବଡ ଉପକାର କଲ, ପୈତୃକ ଭିଟାକୁ ନେବି ନାହିଁ। ଆଉ ନହେଲେ ମୋର ପୂର୍ବ ପୁରୁଷ ମାନଙ୍କର କୋପରେ ପଡିବି ଯେ ବାବା ମୋ ଘରେ ପାଦ ଧୂଳି ଦିଅ, ଆଉ ଆପତ୍ତି କର ନାହିଁ। ଯାହା ହଉ ପୂର୍ବବଙ୍ଗର ଖୁବ ହୃଦୟ ଖୋଲା ମଣିଷ ଏଇ ମୋଦକ ମହାଶୟ। ଯାହାକୁ ଭଲ ଲାଗେ ତାକୁ ପ୍ରାଣର ଆବେଗରେ କୋଳାଇ ନେବାକୁ ତାଙ୍କର କଷ୍ଟ ହୁଏ ନାହିଁ। କିନ୍ତୁ ପରମହଂସ ନିଗମାନନ୍ଦ ଦେବ ସେ ତ କାହାର ସ୍ନେହ ଚାତୁରରେ ବାନ୍ଧି ହବା ଲୋକ ନୁହଁ, କାରଣ ଯାହାହେଲେ ବି ସେ ପରିବ୍ରାଜକ। ତେଣୁ ସେ ଅଳ୍ପ ହସି କହିଲେ, କେଉଁଠାକୁ ଯିବାରେ ମୋର ଆପତ୍ତି ନାହିଁ, ଯେଉଁଠି ହଉ ମୁଠିଏ ଅନ୍ନ ମିଳିଲେ ହେଲା। ତେବେ ଗୋଟିଏ ସ୍ଥାନରେ ବେଶୀ ଦିନ ରହିପାରିବି ନାହିଁ। ଯାହା ହଉ ନିତ୍ୟାନନ୍ଦ ମୋଦକ ଯେପରି ହାତରେ ସ୍ୱର୍ଗ ପାଇଗଲେ, ଆଉ ବାବାଙ୍କୁ ତାଙ୍କ ଘରକୁ ନେଇଗଲେ, ଆଉ ସ୍ତ୍ରୀଙ୍କ ହାତରେ ଅରୁଆ ଚାଉଳ, ଘିଅ, ଲୁଣ, ତେଲ, ପନିପରିବା ସବୁ ସଜେଇ ବାବାଙ୍କୁ ଦେଲେ। ଜାଳେଣୀ କାଠ, ମାଠିର ଉଠା ଚୋଲି, ପ୍ରয়োଜନ ବାସନ କୁସନ ସମସ୍ତ ଜିନିଷ ଯୋଗାଇ ଦେଲେ। ସାଧୁ ବାବା କହିଲେ, ଏତେ ସବୁ କଣ ହବ, ନେଇଯାଅ ସବୁ। କିନ୍ତୁ କେହି କିଛି ଶୁଣୁନାହାନ୍ତି। ଅନ୍ୟ ଗୃହସ୍ଥ ମାନେ ଆସି ସେଠାରେ ପହଞ୍ଚି ଗଲେଣି। ଆଉ ବାବା ଯେତେବେଳେ ନିଜେ ରନ୍ଧନ କରିକିରି ଭୋଜନ କଲେ, ଖାଇବା ଦେଖିକି ମୋଦକ ପରିବାର ଚକ୍ଷୁ ପୁରା ସ୍ଥିର। ଏ କଣ, ଗୋଟେ 5 ବର୍ଷର ପିଲା ମଧ୍ୟ ଆଠୁ ଅଧିକା କହିବ। ବାବା ବୋଧେ ଲଜ୍ଜାବଶତଃ ଫୁଟେ ପୁରାଇ ଖାଇଲେ ନାହିଁ। ମୋଦକ ସ୍ତ୍ରୀ ପ୍ରଶ୍ନ କଲେ, ବାବା ଆପଣ କିଛି ନେଲେ ନାହିଁ ଯେ? ଠାକୁର କହୁଛନ୍ତି, ନା ମା ମୁଁ ଏହାଠାରୁ ଅଧିକ ଖାଏ ନାହିଁ, ପାଇବି କେଉଁଠୁ? ପଇସା ଟିକର ଛତୁଆ କି ମୁଢି ଖାଇ କେତେ ଦିନ କଟି ଯାଇଛି। ଆଉ ଆଜି ସକାଳେ ତ କାଳି ମଣ୍ଡପରେ ଫଳ ମିଠା ଟିକେ ଖାଇଛି। ବର୍ତ୍ତମାନ ଭାତ ଖାଇବା ପରେ ମନେ ହଉଛି ଖାଇବା ବେଶୀ ହେଇଗଲା, ରାତ୍ରିରେ ମୋର ଆଉ କିଛି ଦରକାର ନାହିଁ। ଯାହା ହଉ ଖାଣ୍ଟି ସାଧୁ ଯେଇ ତ, କାହିଁକିନା ବାବାଙ୍କୁ ବିଶ୍ରାମ କରିବାକୁ କହି ସେଠାରୁ ମୋଦକ ସ୍ୱାମୀ ସ୍ତ୍ରୀ ଚାଲି ଆସିଲେ। ସ୍ଥିର କଲେ ରାତିରେ ବାବାଙ୍କୁ ଫଳ ମିଠା ଆଜି ଦେବେ, ଆଉ ଯଦି ଅନୁମତି ଦେବେ ତାହେଲେ ଲୁଚି ମଧ୍ୟ ବନାଇଦେବେ ବାବାଙ୍କ ପାଇଁ। ଧୀରେ ଧୀରେ ମୋଦକ ମହାଶୟଙ୍କ ଘରେ ସାଧୁ ବାବାଙ୍କୁ ଦର୍ଶନ କରିବା ପାଇଁ ମେଳା ବସିଗଲା। ଆଉ ସକାଳ ବେଳା ରୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଣାମ ପର୍ବ ଚାଲିଲା। ପ୍ରଣାମ କରିସାରିଲା ପରେ ବାବାଙ୍କ ସହିତ ଗ୍ରାମବାସୀ ସଦାଳାପ କରନ୍ତି। ଶ୍ରୀ ନିଗମାନନ୍ଦ ଦେବ ହେଲେ ଗାଁର ପିଲା। ଏଇ ଗାଁ ପିଲାଙ୍କ ସହିତ ତାଙ୍କର ନାଡିର ସମ୍ପର୍କ। ସେ ସେମାନଙ୍କ ସହିତ ଉପଦେଶ ମୂଳକ ନାନା ରକମର ଗଳ୍ପ କରିବାକୁ ଲାଗିଲେ। ଆଉ ମୋହିତ ହୋଇ ଶୁଣିବାକୁ ଲାଗିଲେ ସେଠାକାର ସରଳ ଗ୍ରାମବାସୀ। ଚୋରି କଲେ କେତେ ଦୋଷ, ସାଧୁର ବେକ ଭଲ କିନ୍ତୁ ଚୋରର ବେକ ଭଲ ନୁହଁ, ଫଁ ଫଁ କର କିନ୍ତୁ କାମୁଡ ନାହିଁ, ଏସବୁ ଠାକୁର ତାଙ୍କୁ ସବୁ ଉପଦେଶ ସବୁ ଦବାରେ ଲାଗିଲେ। ରାମକୃଷ୍ଣ ଠାକୁରଙ୍କର ବି ଗୋଟେ ଗଳ୍ପ ଅଛି ଯେ ସଂସାରରେ ବଞ୍ଚିବାକୁ ଗୋଟେ ଗଳ୍ପ, ସେ ଗଳ୍ପର ଜିଷ୍ଟ ହଉଛି ସଂସାରରେ ବଞ୍ଚିବାକୁ ହେଲେ ଫଁ ଦେଖାଅ କିନ୍ତୁ କାହାକୁ ଦଂଶନ କରନି, କାହିଁକିନା ଫଁ ନ ଦେଖିଲେ ତମକୁ ବି ମୋଡି ମାଡିକିରି ତମକୁ କୁଚେଇ ଦେଇକିରି ଲୋକ ଚାଲିଯିବେ। ଏଇଭଳି ସତ୍ଶିକ୍ଷା ମୂଳକ ଅନେକ ଗଳ୍ପ ସେ କହନ୍ତି। କିପରି ସମୟ ଚାଲିଯାଏ କେହି ଜାଣିପାରନ୍ତି ନାହିଁ। ଶେଷରେ ମୋଦକ ଗୃହିଣୀ ଆସି କୁହନ୍ତି, ତୁମମାନେ ଏଥର ଯାଅ, ବାବାଙ୍କର କେତେବେଳେ ଭୋଗ ହେବ। ଯୋଉମାନେ ସବୁ ଆସିଥିଲେ କେହି ଶୂନ୍ୟ ହସ୍ତରେ ଆସିନାହାନ୍ତି। ଅନେକ ଜିନିଷ ବାବାଙ୍କ ପାଖରେ ଗଦେଇ ଦିଅନ୍ତି, ପୁଣି କୁହନ୍ତି ବାବା ଆମ ଘର ଏଇ ନିକଟରେ, ଆମ ଘରକୁ ଥରେ ଚାଲ କହିକି ବାବାଙ୍କୁ ଅନୁରୋଧ କରନ୍ତି ସେମାନଙ୍କ ଘରକୁ ଯିବା ପାଇଁ। ମାନେ କହନ୍ତି ନଈକୂଳରେ ଆମର ଘର, ବାବା ଥରେ ପାଦ ଧୂଳି ଦେବ। ଆଉ ଏହା ଶୁଣି କିନ୍ତୁ ଏଇ ସସ୍ନେହରେ ନିମନ୍ତ୍ରଣ ସ୍ୱୀକାର କରନ୍ତି ଶ୍ରୀ ନିଗମାନନ୍ଦ। କହନ୍ତି ଯିବି, ଏବେ ତ ଦିନେ 2 ଦିନ ଏଠାରେ ଅଛି, ନିତ୍ୟାନନ୍ଦ କହୁଛି ଛାଡିବ ନାହିଁ, କେମିତି କରିବି? ଆନନ୍ଦରେ ସମସ୍ତେ ନାଚି ଉଠନ୍ତି। ଯେଭଳି ମିଠା ଚେହେରା, ସେହିପରି ପ୍ରାଣ ମତାଣିଆ କଥା। ଆହା କେତେ ଭାଗ୍ୟ ତାଙ୍କର ଯେ ଏପରି ସୁନ୍ଦର ମଣିଷଟିଏ ଗାଁକୁ ଆସିଛନ୍ତି। ଏଇଭଳି ଦିନେ ନିତ୍ୟାନନ୍ଦ ଶସ୍ତ୍ରୀକ
ଙ୍କ ଉପରେ ଗୋଟେ ଦାବି ହେବାକୁ ଲାଗିଲା। ଗାଁ ଲୋକ କହିଲେ ତୁମେ କଣ ଏକୁଟିଆ ଦଖଲ କରିବ ନା କଣ ସାଧୁ ବାବାଙ୍କୁ, ଆମ ପାଖକୁ ଛାଡ, ବାହାର କର ତୁମର 7 ରାଜାର ଧନ ଏକ ମାଣିକକୁ। ମୋଦଙ୍କ ଦମ୍ପତିଙ୍କ ମନରେ ଭାରି ରାଗ ହୁଏ, କାହାକୁ କିଛି କହିପାରନ୍ତି ନାହିଁ। କିନ୍ତୁ ସାଧୁ ବାବା ଯେ ଫକୀର, ସେ ତ ଏକ ତାଙ୍କର ହେବେ ନାହିଁ। ତେଣୁ ଏଇଟାରେ ହିଁ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ସଂସାର ମୋର ପ୍ରଥମ ଗୁରୁ। ଏହା ଯାହାଙ୍କର ଉକ୍ତି, ସେ ଖାଲି ହାତରେ କାହାଠାରୁ କିଛି ନେବାର ମଣିଷ ନୁହନ୍ତି। ମାଉସୀ ମାନଙ୍କ ବ୍ୟବହାରରେ ସେ ସଂସାରକୁ ଜାଣିଲେ ସମସ୍ତେ ସ୍ୱାର୍ଥର ଦାସ। ତେଣୁ ସେ ଏଇ ସାଧୁ ବାବାଙ୍କ ପ୍ରତି ଲୋକମାନଙ୍କର ଆଦର ଶ୍ରଦ୍ଧା ଭକ୍ତି ଦେଖି ସେ ଜାଣିଛନ୍ତି ଯେ ବାବାଙ୍କୁ ଯିଏ ସେ ମୋଦକ ଦମ୍ପତି ଯେତେ ଭେଟି ଡାଲା ପହଞ୍ଚାନ୍ତୁ ବା ଆଦର କରନ୍ତୁ, କିନ୍ତୁ ସାଧୁ ବାବା ଯେ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହନ୍ତି, ଆଉ ସମସ୍ତଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଦୃଷ୍ଟି ଅଛି ବା ଆଶୀର୍ବାଦର ଦୃଷ୍ଟି ରହିଛି। ଯାହା ହଉ, ପ୍ରତ୍ୟେକ ଦିନ ସେଠାରେ ଠାକୁର ସକାଳେ ସ୍ନାନ ପରେ ନିର୍ଦ୍ଦେଶ ସମୟ ଧ୍ୟାନ କରନ୍ତି। ଧ୍ୟାନ କରିସାରି ଫେରିବା ବାଟରେ ସକାଳ ସ୍ନାନ ପରେ ଯେତେବେଳେ ଘାଟରୁ ଫେରନ୍ତି, ଯେତେବେଳେ ସମସ୍ତଙ୍କ ଘରେ ରାସ୍ତାରେ ଲୋକ ଠିଆ ହେଇ ତାଙ୍କୁ ନିମନ୍ତ୍ରଣ ବା ଘରକୁ ଆମନ୍ତ୍ରଣ ଜଣାନ୍ତି, ବାବା ସମସ୍ତଙ୍କ ସହିତ କଥାବାର୍ତ୍ତା କରି ପୁଣି ପାଦ ବଢାନ୍ତି। କେବେ ଖାଲି ହାତରେ ଛାଡିବାକୁ ଚାହାନ୍ତି ନାହିଁ ଦେଖି ବାବା କହିଦିଅନ୍ତି, ତେବେ ଏସବୁ ଜିନିଷ ମୋଦକଙ୍କ ଘରେ ଦେଇ ଆସ, ସେଠାରେ ମୋର ଆସନ। ମୋଦକଙ୍କ ଘର ପନିପରିବା, ଦୁଧ, ଦହି ଫଳରେ ଉଛୁଳି ପଡେ। ଆସେ ଘିଅ, ଲହୁଣୀ, କ୍ଷୀରସରର ଲଡୁ, ରାଶି ଲଡୁ, ନଡିଆ ଲଡୁ, ଛାଞ୍ଚରେ ତିଆରି ନଡିଆ ସନ୍ଦେଶ, ଅନେକ ଜିନିଷ ଆସି ମୋଦକଙ୍କ ଘରେ ଗଦା ହୁଏ। ଆଉ ରାସ୍ତାରେ ଯଦି କୌଣସି ସାଧୁ ଗୋଟିଏ କେବେ କେବେ କାହା ଘରକୁ ଯାଇ କହନ୍ତି, ମା ମତେ 2ଟା ମୁଢି ଦିଅ, ପିତ୍ତ ରକ୍ଷା କରିବି, ନିଜର କାନି ଦେଖାନ୍ତି। କି ଭାଗ୍ୟ ଆମର, କହି ଦୌଡି ଆସନ୍ତି ଘରର ସ୍ତ୍ରୀ ପୁରୁଷ। ବସ ବାବା ବସ, ଏଇ ପିଢା ଦଉଛୁ ବସ। ଅଳି କରିବା ଭଙ୍ଗିରେ କହନ୍ତି ମା ର ଆଦରର ପୁଅ କହନ୍ତି, ମା ବସି ମୁଢି ଖାଇବାକୁ ମତେ ଭଲ ଲାଗେ ନାହିଁ, ଚାଲୁ ଚାଲୁ ଖାଇବି। କାନି ପତାଇ ଦିଅନ୍ତି ବାବା, ମତେ ଏଇଥିରେ କିଛି ଦେଇଦିଅ। ଅଗତ୍ୟା ସେଇ କାନିରେ ମୁଢି ସହିତ ଫେଣି ଲଡୁ ଢାଳି ଦିଅନ୍ତି ଗୃହିଣୀ। ମୁଠାଏ ମୁଢି ଗୋଟାଏ ଫେଣି ପାଟିରେ ପକେଇ ଦେଇ ଚାରିପଟେ ଠୁଳ ହେଇଥିବା ଛୋଟ ଛୋଟ ପିଲାମାନଙ୍କୁ କୌତୁକରେ ଚାହାନ୍ତି ସାଧୁ। ଏ ପିଲାମାନେ ଆସ ଆସ ପାଖକୁ, ଏଇ ନିଅ ହାତ ଦେଖାଅ। ସତୃଷ୍ଣ ଅଥଚ ଭୟରେ ସେମାନେ ଚାହାନ୍ତି ବାପା ମା କିଛି କହିବେ ନା କଣ। ଯାହା ହଉ, ସେମାନେ ତ ଜାଣନ୍ତି ନାହିଁ ଯେ ନଳିନୀକାନ୍ତ ଥିଲେ ଘରର ବଡ ପୁଅ। ଦଳେ ଭାଇ ଭଉଣୀଙ୍କୁ ନେଇ ଚୁଆ, ମୁଢି, ମୁଆଁ, ଲଡୁ ଭାଗ କରି ଖାଇବା ତାଙ୍କର ଆବାଲ୍ୟର ଅଭ୍ୟାସ। ପିଲାମାନେ ଇତସ୍ତତ ହେଉଥିବାର ଦେଖି ଜଣଙ୍କର ଛୋଟ ହାତ ଧରି ମୁଠାଏ ମୁଢି ଓ ଫେଣି ଦେଇ ତା ହାତକୁ ମୁଠା କରି ତା ପାଟିରେ ଦେଇ ଦିଅନ୍ତି। ହି ହି କରି ହସି ଉଠନ୍ତି ପିଲାମାନେ। ଖୁବ ଆନନ୍ଦ ଲାଗୁଛି ସେମାନଙ୍କୁ, ଆଉ ଅନୁମତି ନେବା ଦରକାର ହୁଏ ନାହିଁ। ମତେ ଦିଅ କହି ପୁଣି ହାତ ପକାନ୍ତି ବାଲ୍ୟ ସଖ୍ୟ ମାନେ, ଏଇ ଛୋଟ ଛୋଟ ପିଲାମାନେ। ନିଜେ ମୁଠାଏ ନେଇ ହାତରେ ସବୁ ପିଲାଙ୍କୁ ବିତରଣ କରିଦିଅନ୍ତି ସାଧୁ ବାବା, ନିଅ ଖାଅ, କାନି ଦେଖା ନହେଲେ ପଡିଯିବ। ଯାହା ହଉ, ମୁଢି ଖାଇ ଖାଇ ଚାଲିବା ଆରମ୍ଭ କରନ୍ତି ବାବା। ଯେଉଁ ଘରୁ ମୁଢି ମାଗି ନେଲେ ସେମାନେ ବାବାଙ୍କର ଏଇଭଳି ଭାବ ଦେଖି କହନ୍ତି, ବାବା ତୁମେ ତ ଖାଇଲ ନାହିଁ, ସବୁ ବିତରଣ କରିଦେଲ, ଆଉ 2ଟି ନିଅ। ନା ମା, ଗୋଟିଏ ଘରୁ ଥରକରୁ ବେଶୀ ନେବା ଆମର ଉଚିତ ନୁହଁ। କେହି ଜୟ ଜୟ ମା ପରବର୍ତ୍ତୀ ଏଇଟା କହିଦିଅନ୍ତୁ। ଆଜ୍ଞା ଭାଇ। ଆଉ ହଉ, ଏଇଠାରେ ଆଲୋଚନା ଭାଇ ପରବର୍ତ୍ତୀ ସମୟରେ ଆସିକି କିପରି ଉମାଚରଣ ସରକାର ସେ ସ୍ଥାନରେ ପହଞ୍ଚିଛନ୍ତି, ତହସିଲଦାର ମହାଶୟ ତାଙ୍କ ପାଖରେ ଆ ଭିତରେ ଖବର ପହଞ୍ଚିଗଲାଣି ଯେ ମସ୍ତ ବଡ ସାଧୁ ବର୍ଦ୍ଧନ ମୋଦକ ମହାଶୟଙ୍କ ଘରେ ସେଦିନେ ପାଲିଙ୍କି ଧରିକି ସକାଳୁ ସକାଳୁ ଆସିକି ପହଞ୍ଚି ଯାଇଛନ୍ତି, ଆଉ ବାବାଙ୍କୁ ନେଇ ଯାଇଛନ୍ତି। ଆଉ କି ଦୁଃଖଦ ବିଦାୟ କିଭଳି ନିତ୍ୟାନନ୍ଦ ଆଉ ଶାସ୍ତ୍ରୀକ ମୋଦକ ମହାଶୟ ଠାକୁରଙ୍କୁ ଦେଇଛନ୍ତି। ଗ୍ରାମ ଲୋକ ବି ଅଶ୍ରୁଳ ବିଦାୟ ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ରଖିବା। ଆଉ ବକ୍ତବ୍ୟ ଜନିତ ଦୋଷ ତ୍ରୁଟି ପ୍ରଭୁଙ୍କ ପାଖରେ ଭକ୍ତ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ଜୟଗୁରୁ। ଜୟଗୁରୁ। ଆମର ଭାବନୀୟ ପର୍ଯ୍ୟାୟ, ଆମର ଆମ ସୁବାସିନୀ ମା ଅଛନ୍ତି, ସୁବାସିନୀ ମାଙ୍କୁ ଅନୁରୋଧ କରିବି ସେ ଟିକେ ସଂକ୍ଷେପରେ ଭାବ ବିନିମୟ କରିବେ। ଆମର 8ଟା 15 ଯାଏଁ ସମୟ, ସେଇ ହିସାବରେ ମା ଟିକେ ସମୟକୁ ଦେଖି ସଂକ୍ଷେପରେ ଭାବ ବିନିମୟ କରିବେ। ସୁବାସିନୀ ମା।
ଜୟ ସର୍ବାଣୀମା ଟିକେ ସଂକ୍ଷେପରେ ଭାବନା କରନ୍ତୁ। ସର୍ବାଣୀମା ଜୟଗୁରୁ। ଭାଇ ଆଜି ବହୁତ ଭକ୍ତ ଭାଇ ମା ମାନେ ଅଛନ୍ତି, ବୟୋଜ୍ୟେଷ୍ଠ ଭାଇ ମା ମାନେ ଅଛନ୍ତି, କହିଥାନ୍ତି କାହାଠୁ ଶୁଣିଥାନ୍ତି ଟିକେ। ହଉ ନାଇଁ ମା ଆଉ ଭାଇ ସମୟ ନାହିଁ, ମୁଁ ଆଜ୍ଞା ହଁ ହଁ ଜୟଗୁରୁ ହଁ ଜୟଗୁରୁ। ସେଇଥିପାଇଁ ହଉ ଜୟଗୁରୁ। ପରମାରାଧ୍ୟ ପରମ କାରୁଣିକ ପରମ ପ୍ରେମ ଶ୍ରୀଚରଣ ଶ୍ରୀ ଶ୍ରୀ ଠାକୁରଙ୍କ ଅଭୟ ଶ୍ରୀଚରଣ ପଦାରବିନ୍ଦରେ ଦିନ ଅଦିନର କୋଟି ପ୍ରଣାମ। ପୂଜ୍ୟ ପରିଚାଳକ, ଆଜି ସଭା ପରିଚାଳନା କରୁଥିବା ଆମ ସାରସ୍ୱତ ପାଠଚକ୍ର ସମ୍ପାଦକ ଭାଇ ଓ ସମସ୍ତ ବରିଷ୍ଠ ଭାଇ ଗୁରୁଭ୍ରାତା ଆଉ ମା ମାନଙ୍କୁ ମୋର ପ୍ରାଣର ଆବେଦନ, ଜୟଗୁରୁ ପ୍ରଣାମ। ଆଜି ଉପଦେଶ ପାଠ ଠାରୁ ଆରମ୍ଭ କରି ପ୍ରାର୍ଥନା, ଗ୍ରନ୍ଥ ପାଠ, ଯୋଉଠି ଭାଇ ଆମର ପଢିଥିଲେ ସତୀଚରିତ ମାଳାରୁ ଆଦର୍ଶ ପୁରୁଷ ଆଉ ଗୃହିଣୀ ମାନଙ୍କର, ମା ମାନଙ୍କର କଣ କର୍ତ୍ତବ୍ୟ ଆଉ କେମିତି ନର ନାରୀ ସମାନ, ଆଉ ଠାକୁର କେମିତି ଆମକୁ ଆବରଣ ଯୁକ୍ତ କରି ତାଙ୍କର ଲୀଳା ସହାୟକ କରି ମର୍ତ୍ତ୍ୟଧାମକୁ ଆଣିଛନ୍ତି, ପୁଣି ଲୀଳା ସରିଗଲେ ସେ ଆମର ଆବରଣ ମୁକ୍ତ ହୋଇ ଆମେ ନିଜ ସ୍ୱରୂପରେ ପ୍ରତିଷ୍ଠିତ ହେବା, ସେଇ ବିଷୟରେ ପାଠ ହେଇଛି। ପୁରାତନ ଆର୍ଯ୍ୟ ଦର୍ପଣରୁ ବୀର ଭାଇ ସାଧନ ପଞ୍ଚକରେ ଆଜି ପାଠ କରିଛନ୍ତି ନାମର ମହାତ୍ମ୍ୟ ଆଉ ବ୍ରଜବାସ ଧାମ, ବ୍ରଜଧାମରେ ବାସ, ଏଇ ଦୁଇଟି ବାକି ଥିଲା। ଭାଇ ଆଜି ସୁନ୍ଦର ଭାବରେ ପାଠ କରିକି ଆମ ସମସ୍ତଙ୍କୁ ଆଜି ରସରେ ଆମକୁ ବୁଡାଇଛନ୍ତି। ବହୁତ କରୁଣା ଶ୍ରୀ ଶ୍ରୀ ଠାକୁରଙ୍କର, ଯଦିଓ ଛୋଟ ଆଜି ହେଇଛି, ସମୟକୁ ସଂକ୍ଷିପ୍ତ ରଖାଯାଇଛି 6:30 ରୁ 8:15, କିନ୍ତୁ ବହୁତ ସୁନ୍ଦର। ଆଉ ଏବେ ପରିଶେଷରେ ଯୋଉ ମା ଏବେ ଆମକୁ ଶ୍ରୀ ଶ୍ରୀ ଠାକୁରଙ୍କ ବିଷୟରେ ଲୀଳା କାହାଣୀ ବିଷୟରେ ଶୁଣାଇଲେ, ନିତ୍ୟାନନ୍ଦ ମୋଦକ ଭାଇ ଆଉ ତାଙ୍କର ମାଙ୍କ କଥା, ଆଉ ତାପର ଆଉ ଯୋଉ ଲୀଳା କାହାଣୀର ଯୋଉ ଭଳି ଭାବରେ ଥିଲା ପାଠ କରିବାର ଶୈଳୀ, ଆମ ସମସ୍ତଙ୍କୁ ଆଜି ବହୁତ ଆହ୍ଲାଦିତ କରିଛି। ଶ୍ରୀ ଶ୍ରୀ ଠାକୁରଙ୍କ ଅପାର କରୁଣା, ଆମେ ସମସ୍ତେ ଏକତ୍ରିତ ହୋଇ ଠାକୁରଙ୍କର ଗୁଣ ଗାନ କରୁଛେ, ଆଉ ତାଙ୍କର ଲୀଳା, ତାଙ୍କର ଗୁଣ କୀର୍ତ୍ତନ କରୁଛେ। ବହୁତ ସୁନ୍ଦର ମନରେ ଭାବ ବେଶ ସୃଷ୍ଟି କରୁଛି। ଏମିତି ଠାକୁରଙ୍କ କୃପାରୁ ନିରନ୍ତର ଚାଲିଥାଉ। ଶ୍ରୀ ଶ୍ରୀ ଠାକୁରଙ୍କର ଗୋଟିଏ କଥା କହୁଛି, ଶ୍ରୀ ଶ୍ରୀ ଗୁରୁ ଗୀତାରେ ଗୋଟିଏ ଶ୍ଲୋକ ଅଛି ଆମର, ଆଜନ୍ମ କୋଟ୍ୟାଂ ଦେବେଶୀ ଜପବ୍ରତ ତପଃ କ୍ରିୟା ତତ୍ ହେଲେ ସବୁର ଗୋଟିଏ ଜନ୍ମ କଣ, କୋଟି କୋଟି ଜନ୍ମର ପୁଣ୍ୟ ଫଳ ଆମକୁ ମିଳେ। ଆଉ ସେ ସବୁ ହୁଏ, କୋଟି କୋଟି ଜନ୍ମରେ ଯାହା ନ ପାଇଥିବ, କେବଳ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀ ଗୁରୁଦେବଙ୍କର ସନ୍ତୋଷ ମାତ୍ରକେ ସମସ୍ତ ସଫଳ ହୁଏ। ତେଣୁ ଆମେ କେତେ ବଡ ଠାକୁରଙ୍କର ଆଶ୍ରିତ, ତାହା ଆମ ମନ ଭିତରେ ସବୁବେଳେ ଜାଗରୁକ ହୋଇ ରହିଥାଉ। ଆଉ ଏତିକି ଆଜି ମୋର କହିବାର କଥା, ଆଜି ଏତିକି ଭାବ ବିନିମୟ କରିବାର କଥା। ଏମିତି ଆମର ସବୁବେଳେ ଚାଲିଥାଉ, ଠାକୁରଙ୍କୁ ନେଇ ଆମର ଆମ ମାନଙ୍କର ମନ ପ୍ରାଣ ଏକକାର ହଉ। ଠାକୁରଙ୍କୁ ନେଇ ଆମେ ସବୁବେଳେ ତାଙ୍କରି ଭାବରେ ଭାବିତ ହୋଇ, ତଦାକାରିତ ହୋଇ ଆମେ ଠାକୁରଙ୍କ ସେବାରେ ମନୋଯୋଗ କରୁ। ଆଉ ଠାକୁରଙ୍କର ଯାହା ତାଙ୍କର ଇଚ୍ଛା ଆମ ଦ୍ୱାରା କରିବା ପାଇଁକା ଯାହା ସେ ଇଚ୍ଛା କରିଛନ୍ତି, ତାହା ଆମ ଦ୍ୱାରା ତାଙ୍କର ଅନନ୍ତ ଆଶୀର୍ବାଦରୁ, ତାଙ୍କର କୃପାରେ ଆମ ମାଧ୍ୟମରେ ସେଇ କଥା ରୂପାନ୍ତରିତ ହଉ, ପ୍ରତିଫଳିତ ହଉ। ଆଉ ଜଗତ ହିତକର କାର୍ଯ୍ୟରେ ଆମେ ତାଙ୍କ କରୁଣାରେ ଆମେ ସହାୟକ ହଉ, ଆମ ମାନଙ୍କ ମଧ୍ୟରେ ସେ ଭାବ ବେଶର ଉନ୍ମେଷ ହଉ। ଏତିକି ପ୍ରାର୍ଥନା ଶ୍ରୀ ଶ୍ରୀ ଠାକୁରଙ୍କ ଅଭୟ ଶ୍ରୀଚରଣ ପଦାରବିନ୍ଦରେ। ଆଜି ଭାବ ବିନିମୟ ଜନିତ ଯାହା କିଛି ଦୋଷ ତ୍ରୁଟି ମୁଁ ଆଜି କରିଛି, ଏବେ ସମସ୍ତେ ଶ୍ରୀ ଶ୍ରୀ ଠାକୁର ଓ ସମସ୍ତ ଭାଇ ଓ ମା ମାନେ ମତେ ନିଜ ଗୁଣରେ କ୍ଷମା କରନ୍ତୁ। ଜୟଗୁରୁ ଜୟଗୁରୁ ଜୟଗୁରୁ। ଜୟଗୁରୁ। ପରମାରାଧ୍ୟତମ ଶ୍ରୀ ଶ୍ରୀ ଠାକୁର ମହାରାଜ ଆଜିର ଏହି ସନ୍ଧ୍ୟା କାଳୀନ ସାରସ୍ୱତ ପାଠ ଅଧିବେଶନରେ ଉପସ୍ଥ ସମସ୍ତ ସତୀର୍ଥ ଭାଇ ଓ ମା ମାନେ ସମସ୍ତଙ୍କୁ ମୋର ଜୟଗୁରୁ ପ୍ରଣାମ। ଠାକୁରଙ୍କର ଯେଉଁ ପ୍ରଣୀତ 7 ଗୋଟି ବିଧାନ, ଶ୍ରୀମଧ୍ୟରୁ ପ୍ରଥମ ଏବଂ ଦ୍ୱିତୀୟ ବିଧାନ ହେଉଛି ସଂଘ ଏବଂ ମହିଳା ସଂଘ, ଯେଉଁଠି ଠାକୁରଙ୍କର ଭକ୍ତମାନେ ମିଶି
ଭାଇମାନେ ମିଶି ଏବଂ ମା ମାନେ ମିଶି ତାଙ୍କର କଥା କେବଳ ଆଉ କେବଳ ତାଙ୍କରି କଥା, ଅନ୍ୟ କଥା ନୁହେଁ। କେବଳ ଆଉ କେବଳ ଠାକୁରଙ୍କ କଥା ଆଲୋଚନା କରନ୍ତି। ଠାକୁରଙ୍କ ସେବା ପାଇଁକି ଏକତ୍ରିତ ହୁଅନ୍ତି। ଠାକୁରଙ୍କୁ କେନ୍ଦ୍ର କରି ଯାବତୀୟ ସେବା କରନ୍ତି। ତାକୁ ହିଁ ସଂଘ କୁହାଯାଏ। ଏବଂ ସେଇ ସଂଘଟା ହେଉଛି, ଏଇ ଭାବରେ ସଂଘ ହେଲେ ସେଇ ସଂଘଟା ହେବ ଶ୍ରୀ ଶ୍ରୀ ଠାକୁରଙ୍କର ସ୍ୱରୂପ। ସେଥିପାଇଁ ଆମର ସଂଘ ପାଇଁ ମା ମାନଙ୍କ ପାଇଁ କିଛି ସାଧାରଣ ନିୟମାବଳୀ ରହିଛି। ସେ ନିୟମାବଳୀ ପାଳିଲେ ଠିକ୍ ଭାବରେ ସଂଘାଧିବେଶନ ହେବ ଏବଂ ସଂଘର ଯଥାର୍ଥ ସ୍ୱରୂପଟା ଫୁଟିବ। ସଂଘର ଯଥାର୍ଥ ସ୍ୱରୂପଟା ଫୁଟିଲେ ସେଠି ଠାକୁରଙ୍କ କୃପାଟା ଆକର୍ଷିତ ହେବ। ତେଣୁ ଏଇ ସବୁ କାରଣକୁ ଲକ୍ଷ୍ୟ ରଖି ଠାକୁରଙ୍କ ଆଦେଶକୁ ପାଥେୟ କରି ଆମେ ପ୍ରତି ରବିବାର ସାରସ୍ୱତ ପାଠଚକ୍ର ସଂଘାଧିବେଶନ ଢାଞ୍ଚାରେ ପ୍ରତିଥରକ ଆମେ କରିଥାଉ। ଆମମାନଙ୍କୁ ସର୍ବଦା ପାଇଁ ମନେ ରଖିବାକୁ ହବ ଯେ ଆମେ କେବଳ ଠାକୁରଙ୍କ ଇଚ୍ଛାକୁ ରୂପ ଦେବା ପାଇଁ, ଠାକୁରଙ୍କର ଆଦେଶକୁ ପାଳନ କରିବା ପାଇଁକି, ତାଙ୍କ ଉପଦେଶକୁ ବା ତାଙ୍କ ଆଦେଶ ଉପଦେଶର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଆମେ ଏକତ୍ରିତ ହେଉଥାଏ। ଏବଂ ସେ ଯେଉଁ ଏକତ୍ରିତ ହେଉଥାଏ ଆମେ ସେଇ ହିସାବରେ ସେଇ କଥାଟାକୁ ପାଥେୟ କରି ଆମେ ତାଙ୍କରି କଥା, ତାଙ୍କ ଲୀଳା ପ୍ରସଙ୍ଗ, ତାଙ୍କ ପ୍ରାର୍ଥନା ଗାନ ଇତ୍ୟାଦି ସବୁ ଆଲୋଚନା କରିଥାଏ। ଆଲୋଚନା କରିକିରି ଆମେ ପୁଣି ସେ ଭାବକୁ ଯାହା ଆମେ ଗ୍ରହଣ କଲେ ବା ବିନିମୟ ଗ୍ରନ୍ଥ ପାଠ, ପ୍ରାର୍ଥନା ଗାନ, ବନ୍ଦନା ଗାନ, ଯାହା ଆମେ ଯେଉଁ ଭାବ ପରସ୍ପର ଆଲୋଚନା କରି ଯେଉଁ ଭାବକୁ ଆମେ ଗ୍ରହଣ କଲେ, ସେହି ଭାବକୁ ଆମେ ପୁଣି ଅନ୍ତରରେ ଧାରଣ କରି ତାକୁ ଅବଶିଷ୍ଟ ପରବର୍ତ୍ତୀ ଅଧିବେଶନ ପାଇଁ ସଞ୍ଚିତ କରି ରଖୁଥାଏ। ଏବଂ ତାକୁ ଆମେ ଠାକୁରଙ୍କୁ ପ୍ରାର୍ଥନା ଜଣାଇ ଆମେ କେମିତି ତାକୁ ସେ ଯାହା ଶିକ୍ଷା କଲେ ଜୀବନରେ ରୂପ ଦେବାକୁ ସତତ ଚେଷ୍ଟିତ ହେଉଥାଏ। ସେ ଯେଉଁ କଥାଟା ମୂଳରୁ ମାନେ ଠାକୁରଙ୍କ ଆଦେଶଟା ଆମେ ସର୍ବଦା ଅନେକ ଥର ମଧ୍ୟ ପାଠ କରିଛେ ଯେ ତାଙ୍କ ଇଚ୍ଛାକୁ ରୂପ ଦେବା ପାଇଁକି ଆମେ ସଂଘବଦ୍ଧ ହେଇଛୁ। ମହତ ଇଚ୍ଛାକୁ ରୂପ ଦେବା ପାଇଁ ସଂଘବଦ୍ଧ ହୁଅ ସକଳେ। ଆଜି ମଧ୍ୟ ସେଇ କଥାଟା ଗ୍ରନ୍ଥ ପାଠରେ କହିଲେ ଯେ ମୋ ଇଚ୍ଛାକୁ ରୂପ ଦେବା ପାଇଁକି ତମମାନଙ୍କୁ ମୁଁ ଆବରଣ ଯୁକ୍ତ କରି ନେଇ ଆସିଛି। ମାନେ ସେ କହୁଛନ୍ତି ତମମାନେ ଏଇସବୁ କଥା ଗୁଡ଼ା ମନେ କର ଠାକୁରଙ୍କ ପାର୍ଷଦ ଭାବରେ। ସେ କଥା ଗୁଡ଼ାକ ମନେ କଲେ ଏବଂ ସବୁ ପ୍ରଥମରୁ ଉପଦେଶରେ କହିଲେ ଯେ ତାଙ୍କ ଉପଦେଶଟାକୁ କେବଳ ପାଳନ କରିଗଲେ ଆମମାନଙ୍କର ଚିତ୍ତ ସଂଯମ ଅତି ଉଚ୍ଚରୁ ଉଚ୍ଚତର ତପସ୍ୟା ବି ସାଧନ ଭଜନ ଏତେ ଉଚ୍ଚରୁ ଉଚ୍ଚତର ତପସ୍ୟା ଅଛି ସେ ସବୁ ଗୁଡ଼ାକ ସ୍ୱମତ ଭାବରେ ଅଟୋମେଟିକାଲି ତା ଫଳ ଗୁଡ଼ାକ ଲାଭ ହେଇଯିବ କେବଳ ତାଙ୍କ ଉପଦେଶଟାକୁ ପାଳନ କରିଗଲେ। ଏବଂ ଅନ୍ୟାନ୍ୟ ଯାହା ଯାବତୀୟ ଧର୍ମ ସମ୍ବନ୍ଧୀୟ ଅନ୍ୟାନ୍ୟ ଯାହା କ୍ରିୟାକଳାପ ସବୁ ଅଛି, ସାଧନ ଭଜନ ଅଛି, ସେ ସବୁ କଥା ଗୁଡ଼ାକ ବି ସ୍ୱମତ ଭାବରେ ଗୋଟିକ ପରେ ଗୋଟିଏ କେବଳ ତାଙ୍କରି ଉପଦେଶଟାକୁ ପାଠ କରିଗଲେ ଆମର ହେଇଯିବ। ଯେଉଁ କଥାଟା ସେ ଉପଦେଶଠାରୁ ଆରମ୍ଭ କରି ପୁରା ଇ ପର୍ଯ୍ୟନ୍ତ କହିଲେ ଗ୍ରନ୍ଥ ପାଠରେ ଏବଂ ଆଜି ଦର୍ପଣରେ ବି କେମିତି ଭକ୍ତି ଲାଭ ହେବ, କେମିତି ନାମ, କେମିତି ଭାଗବତ କ'ଣ, ବ୍ରଜବାସ କ'ଣ, ଆମେ ସେ ବିଷୟରେ ଆମେ ମହାପ୍ରଭୁଙ୍କ ଅଧିବେଶନରେ ସଂକ୍ଷେପରେ ଆଲୋଚନା କରୁଥିଲେ। ଏବେ ଯେଉଁଟା ଆମର 31/3 ହେଇଥିଲା ଅଧିବେଶନ, ଏବେ ଠାକୁର ସେଇଟା ଆମର ଏଇ ଦୁଇଟି ଅଧିବେଶନ ଧରି ସାଧନ ପଞ୍ଚକ ମାନେ ଭକ୍ତି ଲାଭ କରିବା ପାଇଁ ଯେଉଁ ଜିନିଷଟା ଦରକାର ସେ ହେଉଛି ସାଧନ ପଞ୍ଚକ। ନାମ, ବ୍ରଜବାସ, ଭାଗବତ, ସାଧୁସଙ୍ଗ, କୃଷ୍ଣ ସେବା। ତେଣୁ ସେଇ କଥା ଗୁଡ଼ାକ କେମିତି ଆମ ଦ୍ୱାରା ହେଇପାରିବ, ସେଇ ତାଙ୍କ ଉପଦେଶକୁ ଆମେ କେମିତି ଯଥାର୍ଥ ରୂପେ ପାଳନ କରିପାରିବା, ତାଙ୍କର ଆଦେଶ ଉପଦେଶର ମର୍ଯ୍ୟାଦା କେମିତି ଯଥାର୍ଥ ରୂପରେ ହୃଦୟଙ୍ଗମ କରିପାରିବା ଏବଂ ତାକୁ ଜୀବନରେ ରୂପ ଦେଇପାରିବା, ତତ୍ ସହିତ ଆଜି ଆମେ ଯାହା ସବୁ ଶିକ୍ଷା କଲେ ତାକୁ କେମିତି ଆମେ ଅନ୍ତରରେ ଯଥାର୍ଥ ଭାବରେ ଧାରଣ କରି ତାକୁ ନିଜର ଜୀବନରେ ବିନିଯୋଗ କରିପାରିବା, ସେହି ସବୁ ପ୍ରାର୍ଥନା ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ଜଣାଇ ଆଜିର ଭାବ ବିନିମୟ ପ୍ରସଙ୍ଗ ସମାପ୍ତ କରୁଅଛି। ଭାବ ବିନିମୟ ନିମିତ୍ତ ସମସ୍ତ ତ୍ରୁଟି ନିମନ୍ତେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ସହିତ ଉପସ୍ଥିତ ସମସ୍ତ ଭକ୍ତ ଭାଇ ଓ ମା ମାନଙ୍କ ନିକଟରେ କ୍ଷମା ଭିକ୍ଷା କରୁଛି। ଜୟ ଗୁରୁ। ଶେଷ ଗାନ।
জয় গুরু। আসো সরবে গগনে, হইল মিলি শ্রী গুরু বলি। আসো সরবে গগনে, হইল মিলি শ্রী গুরু বলি। জয় গুরু নাম সার, সকল প্রেমাধর। জয় গুরু নাম সার, সকল প্রেমাধর। তাଙ୍କ নাম সমনাহি সরি, হইল মিলি শ্রী গুরু বলি। আসো সরবে মহোতরি, হইল মিলি শ্রী গুরু বলি। জীবে চাহ মোক্ষ ধাম, ধর ধর গুরু নাম। জীবে চাহ মোক্ষ ধাম, ধর ধর গুরু নাম। পিতা দিবস দেখাবরি, হইল মিলি শ্রী গুরু বলি। পিতা দিবস দেখাবরি, হইল মিলি শ্রী গুরু বলি। পাপ তাপ যা সংসারী, দূরে জীব সে নামরি। পাপ তাপ যা সংসারী, দূরে জীব সে নামরি। ভাই বন্ধু লোহে কে তো হরি, হইল মিলি শ্রী গুরু বলি। আসো সরবে বাহু তোড়ি, হইল মিলি শ্রী গুরু বলি। ধন ধান্য তো সার, সবু তো দুই দিনর। ধন ধান্য তো সার, সবু তো দুই দিনর। গুরু নাম নদিও পাশরি, হইল মিলি শ্রী গুরু বলি। গুরু নাম নদিও পাশরি, হইল মিলি শ্রী গুরু বলি। পারহে বুই জগত, হতু গুরু ভগত। পারহে বুই জগত, হতু গুরু ভগত। মোহ মায়া জীব সবু সরি, হইল মিলি শ্রী গুরু বলি। মোহ মায়া জীব সবু সরি, হইল মিলি শ্রী গুরু বলি। আসো সরবে মহোতরি, হইল মিলি শ্রী গুরু বলি। আসো সরবে মহোতরি, হইল মিলি শ্রী গুরু বলি। জয় গুরু। ଜୟଗୁରୁ। ପରବର୍ତ୍ତୀ ମହିଳା ସାରସ୍ୱତ ପାଠଚକ୍ର ନିମନ୍ତ୍ରଣ ସର୍ବାଣୀ ମା ନା ଚିନ୍ମୟୀ ମା କିଏ କରିବେ? ମହିଳା ପାଠଚକ୍ର ତରଫରୁ କରନ୍ତୁ। ଚିନ୍ମୟୀ ମା ଅଛନ୍ତି ତ? ଚିନ୍ମୟୀ ମା ଠିକ ଅଛି। ଅଛନ୍ତି? ହଁ ଚିନ୍ମୟୀ ମା ଅଛନ୍ତି। ହଉ ମା ଆମର 27 ତାରିଖକୁ କରିବେ ବୋଲି କହିଛନ୍ତି। 27 ତାରିଖ ଦିନ ଆମର ମହିଳା ପାଠଚକ୍ରର ତୃତୀୟ ବାର୍ଷିକ ଉତ୍ସବ 27/5/2024 ହଁ ସୋମବାର। ଜୟ ଗୁରୁ। ପରମାରାଧ୍ୟ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଆତୁର ଚରଣ ତଳେ ମୋର ଅନନ୍ତ କୋଟି ପ୍ରଣାମ। ଆଉ ସଂଘରେ ଉପସ୍ଥିତ ଥିବା ମା ଓ ଭାଇମାନଙ୍କୁ ସମସ୍ତଙ୍କୁ ମୋର ଜୟ ଗୁରୁ ପ୍ରଣାମ। ଆସନ୍ତା ମେ ମାସ
27 ତାରିଖ ମହିଳା ସଂଘାଧିବେଶନକୁ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କୁ ନିମନ୍ତ୍ରଣ ତୃତୀୟ କରାଯାଇଛି। ବାର୍ଷିକ ଉତ୍ସବ। ହଁ, ମହିଳା ତୃତୀୟ ସଂଘ ଏବଂ ସେଦିନ ତା ଆମର ମହିଳା ସଂଘାଧିବେଶନର ତୃତୀୟ ବାର୍ଷିକ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ପ୍ରାଣର ଠାକୁରେ ଆପଣ ନିଶ୍ଚିନ୍ତ ଆସିବେ। ମା ଓ ଭାଇମାନେ ଆପଣ ସମସ୍ତେ ସେଥିରେ ନିଶ୍ଚିନ୍ତ ଆସିବେ ଓ ସଂଘାଧିବେଶନରେ ଉପସ୍ଥିତ ରହିବେ ଓ ଗୁରୁ କୃପାର ଅଧିକାରୀ ହୋଇପାରିବେ। ପ୍ରଣାମ କରୁଛି। ଜୟ ଗୁରୁ, ଜୟ ଗୁରୁ। ଜୟଗୁରୁ। ଆମର ପରବର୍ତ୍ତୀ ସାରସ୍ୱତ ପାଠଚକ୍ରର ଅଧିବେଶନ 5/5/2024 ରବିବାର ଦିନ 6ଟା 45ରୁ 9ଟା ପର୍ଯ୍ୟନ୍ତ ଯଥାବିଧି ବିଧାନ ଅନୁଷ୍ଠିତ ହେବ। ସେଥିନିମନ୍ତେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ସହିତ ଉପସ୍ଥିତ ସମସ୍ତ ଭକ୍ତ ଭାଇ ଓ ମା'ମାନଙ୍କୁ ସାଧାରଣ ନିମନ୍ତ୍ରଣ ଜଣାଉଛୁ। ସମସ୍ତେ ଉକ୍ତ ଅଧିବେଶନରେ ଯୋଗ ଦେଇ ଠାକୁରଙ୍କ କୃପା ଲାଭ କରିବା ହେବ। ଜୟଗୁରୁ। ଆମର ଆଜିର ଏହି ସାରସ୍ୱତ ପାଠଚକ୍ର ଏବଂ ମହିଳା ପାଠଚକ୍ରର ମିଳିତ ଅଧିବେଶନରେ ଆମ ଦ୍ୱାରା ଯେଉଁ ସବୁ ତ୍ରୁଟି ବିଚ୍ୟୁତି ଘଟିଅଛି ସେଥି ନିମନ୍ତେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ସହିତ ସମସ୍ତ ଭକ୍ତ ଭାଇ ଓ ମା' ମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଅଛୁ। ସମସ୍ତେ ଆମକୁ ନିଜ ଗୁଣରେ କ୍ଷମା ଦେବେ। ଜୟଗୁରୁ। ବିଦାୟ ପ୍ରାର୍ଥନା। ନାମ ସଂକୀର୍ତ୍ତନାନ୍ତ ବିରତି। ସୁଶାନ୍ତ ଭାଇ। ଜୟ ଗୁରୁ। জয় গুরু। দয়াময় শ্রী চরণে নিবেদন, দয়াময় শ্রী চরণে নিবেদন, নিরন্তর তব নাম করিবি স্মরণ, ইহা ছড়া রহিব ইতর কামনা, এই মাত্র ভিক্ষা মোর, এতিকি প্রার্থনা। তুমে প্রভু দাস, অহংকার একমাত্র মোর জীব, প্রবল সংস্কার। এথিলাগি যেবে কালে নমিলে মুকতি, তথাপি রখিবি মনে অনন্ত ত্রুপতি। তুমরি দৃষ্টি ভিতরে তুমরি জগতে, পড়িথিবি জয়ী তহি তুমরি গীতে। ধ্বংস পরে রচনার অভিনব রূপ, দেখি দেখি আসি জীব অসল স্বরূপ। মিলাই ন পারে যেবে তব যন্ত্রেশ্বর, তব নামে বাই জীবি ভঙ্গা বিনা মোর। শুণু বা ন শুণু কেহি থিব অহংকার, তুমে প্রভু মুহি দাস এতিকি সংস্কার। প্রেমময় শ্রী চরণে করে নিবেদন, প্রেমময় শ্রী চরণে করে নিবেদন। তুম জয় গাউথিবি সারা জীবন, তুম জয় গাউথিবি সারা জীবন। জয় গুরু, জয় গুরু।
জয় গুরু জয়, জয় গুরু 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 জয় গুরু। श्री श्री ठाकुर महाराज की, जय जगत जननी माता की, जय सनातन धर्म की, जय सारस्वत मठ की, जय आचार्य शंकराचार्य की, जय श्रीमन गौरांग महाप्रभु की, जय सारस्वत संघ की, जय महिला संघ की, जय सारस्वत पाठचक्र की, जय भक्त वृंद की, जय आजिर आनंद की, जय जय श्री गुरु प्रेमानंद, जय गुरु, जय गुरु। जय